ଆଜି ଏହି ମାଙ୍କର ଜନ୍ମ ମାସ ପାଇଁ ଗତାନୁଗତିକ ଧାରାରେ ଆମେ जो ସାବିତ୍ରୀ ଆଲୋଚନା ପର୍ଯ୍ୟାୟକୁ ଯାଉଛନ୍ତି ଆଜି ତାହାର ଷଷ୍ଠ ଦିନ। ଆଜି ଆମେ ଆଲୋଚନା କରିବା ନିର୍ବାଣ ଆଣ୍ଡ ସାଇଲେଣ୍ଟ ମାଇଣ୍ଡ। ନିର୍ବାଣ ଆଣ୍ଡ ସାଇଲେଣ୍ଟ ମାଇଣ୍ଡ, ସାବିତ୍ରୀଙ୍କର ଅନୁଭୂତି এই ଦୁଇଟା ଉପରେ କେମିତି ହେଇଛି ତାରି ଉପରେ ଆଲୋଚନା କରିବାକୁ ଚେଷ୍ଟା କରିବା। ଇଏ ହେଉଛି ସାବିତ୍ରୀର ଷ୍ଟ୍ରେଟ୍ ଗୋଟେ କ୍ୟାଣ୍ଟୋ ଅଛି, ବୁକ୍ 7 କ୍ୟାଣ୍ଟୋ 6, ନିର୍ବାଣ ଆଣ୍ଡ ଦ ଡିସ୍କଭରି ଅଫ୍ ଦ ଅଲ୍ ନେଗେଟିଂ ଆବସଲ୍ୟୁଟ୍। ତାର ମଧ୍ୟକୁ ଆପଣମାନେ କିଛି କିଛି ନିଶ୍ଚିତ ପ୍ରବେଶ କରିଥିବେ ବୋଲି ଆଶା ରଖିକରି ଆମେ ଆଲୋଚନା ଭିତରକୁ ପ୍ରବେଶ କରିବା। ଦୁଇଟା ଜିନିଷ ଭିତରେ ମୁଖ୍ୟତଃ ଆମେ ଆଲୋଚନା କରିଛନ୍ତି, ତାହା ହେଉଛି କେମିତି କାରଣ ସାବିତ୍ରୀଙ୍କର ଅନୁଭୂତି। ସାବିତ୍ରୀଙ୍କର ଅନୁଭୂତି ଭିତରକୁ ଯିବା। ସାବିତ୍ରୀଙ୍କର ଅନୁଭୂତି ପୂର୍ବରୁ ଯିବା ପୂର୍ବରୁ ଆପଣମାନେ ଶ୍ରୀ ଅରବିନ୍ଦଙ୍କର ମଧ୍ୟ ଅନୁଭୂତି ପୂର୍ବରୁ ଆପଣମାନେ ନିଶ୍ଚିତ ଭାବରେ ଦେଖି ସାରିଥିବେ। ଯେତେବେଳେ ଶ୍ରୀ ଅରବିନ୍ଦଙ୍କର ଯୋଉ ଅନୁଭୂତି ହେଇଥିଲା, 3 ଦିନ ଭିତରେ ଗୁରୁ ଲେଲେଙ୍କ ପାଖରେ ଯୋଉ ଅନୁଭୂତି ହାସଲ କରିଥିଲେ, ସେ ଭିତରେ ଆପଣଙ୍କର ନିଶ୍ଚିତ ଭାବରେ କିଛି ନା କିଛି ଅନୁଭୂତି ଥିବ, କାରଣ ସିଏ ହେଉଛନ୍ତି ପ୍ରଭୁ ଶ୍ରୀ ଅରବିନ୍ଦ, ଯାହାଙ୍କ ପାଇଁ ଇଏ କୌଣସି ଜିନିଷ କାମ ବି କରେ ନାହିଁ। ଆପଣଙ୍କ ଭାଷାରେ, ଅନ୍ୟ ଭାଷାରେ ବୁଝିବାକୁ ଗଲେ ଏଇ ଯୋଉ ସାଇଲେଣ୍ଟ ମାଇଣ୍ଡ, ନିର୍ବାଣ, ଏସବୁ ଜିନିଷ ପ୍ରଭୁଙ୍କ ପାଇଁ କୌଣସି ଜିନିଷ କେବେ ପ୍ରୟୋଜନୀୟ ହୁଏ ନାହିଁ କିମ୍ବା ତାଙ୍କ ପାଇଁ ଆପ୍ଲିକେବଲ ନୁହେଁ। କିନ୍ତୁ ତଥାପି ମଧ୍ୟ ଆପଣ ଯେତେବେଳେ ସାଧନା ଭିତରକୁ ଦେଖିଛନ୍ତି, ଏ ଯୋଉ ଏକ୍ସପେରିଏନ୍ସ ଅଫ ଷ୍ଟିଲନେସ୍ ବୋଲିକରି କହୁଛନ୍ତି, ଶ୍ରୀ ଅରବିନ୍ଦଙ୍କର ଯୋଉ ନିର୍ବାଣ ଅନୁଭୂତି ହେଇଥିଲା, ଯେତେବେଳେ ଶ୍ରୀ ଅରବିନ୍ଦଙ୍କର ମନ ଏ ଯୋଉ ଚିନ୍ତାରୁ ଯେତେବେଳେ ମୁକ୍ତି ହେଇଥିଲା, ତାଙ୍କ ହୃଦୟଟା ଯେତେବେଳେ ଗ୍ରିଫ୍ ବା ଦୁଃଖରୁ ମୁକ୍ତି ହେଇଛି, ଯନ୍ତ୍ରଣାରୁ ଇଗୋ ଯେମିତି ବାହାରି ଯାଇଥିଲା, ଆଉ ଯେତେବେଳେ ୱାର୍ଲଡଟା ତାକୁ ବିଶ୍ୱଟା ଯୋଗୁଁ ଯେତେବେଳେ ଯୋଉ ଅନରିଅଲ ସିମିଂ ବୋଲିକରି ଯୋଉ ଜିନିଷ ଦେଇଥିଲା, ଏଇ ସବୁ ଯୋଉ ଅନୁଭୂତି ଆପଣ ମାନେ ଦେଖିଥିଲେ, ସେଇ ଯୋଉ ଷ୍ଟିଲନେସ୍ ର ଶ୍ରୀ ଅରବିନ୍ଦ ତାକୁ ବର୍ଣ୍ଣନା କରିଥିଲେ ନିଜର ଆଲୋଚନା ଭିତରେ, ଆପଣ ମାନେ ତାକୁ ଦେଖିଛନ୍ତି। କିନ୍ତୁ ଆମେ ଏକ ଭିନ୍ନ ପର୍ଯ୍ୟାୟ ଭିତରକୁ ଆଜି ଆମେ ଯିବା, ଯୋଉ ଭିନ୍ନ ପର୍ଯ୍ୟାୟ ଭିତରେ ଆମେ ଆଜି ଦେଖିବାକୁ ପାଇବା ଯେ ଏଇ ଯୋଉ ଦିଟା ଜିନିଷକୁ କେମିତି ନର୍ମାଲି ବୁଝାଇଛି, ଆଉ ସେଇ ଯୋଉ ବୁକ୍ 7 କ୍ୟାଣ୍ଟୋ 6 ରେ ଶ୍ରୀ ଅରବିନ୍ଦ କେମିତି ତାକୁ ଲେଖିଛନ୍ତି ସାବିତ୍ରୀଙ୍କର ସେଇ ସାଧନା ପର୍ଯ୍ୟାୟରେ, ତାକୁ ଆମେ ଦେଖିବାକୁ ଅନ୍ତତଃ ଟିକେ ପ୍ରଚେଷ୍ଟା କରିବା। ତେଣୁ ମୋଟାମୋଟି ଭାବରେ ଯଦି ମୁଁ ଆପଣଙ୍କୁ କହୁଛି, ଏ ଦୁଇଟା ଜିନିଷ, ଦୁଇଟା ଫେଜ୍ ଭିତରକୁ ଆପଣ ଯାଉଛନ୍ତି। ଗୋଟେ ହେଉଛି ନିର୍ବାଣ, ଗୋଟେ ହେଉଛି ସାଇଲେଣ୍ଟ ମାଇଣ୍ଡ। ସାଇଲେଣ୍ଟ ମାଇଣ୍ଡକୁ କିଛି କିଛି ପରିମାଣରେ ଜାଣିଛନ୍ତି, ନିର୍ବାଣ ମଧ୍ୟ ଆପଣଙ୍କ ପାଇଁ ନୂଆ ଶବ୍ଦ ନୁହେଁ। କିନ୍ତୁ ଏ ନିର୍ବାଣ ଭିତରକୁ ଯେତେବେଳେ ଯାଉଛନ୍ତି, ନିର୍ବାଣକୁ ଆମେ ସମସ୍ତେ ନେଗେସନ ବୋଲିକରି ଭାବିଛନ୍ତି, କିନ୍ତୁ ଶ୍ରୀ ଅରବିନ୍ଦ ସେ ସବୁ ତତ୍ତ୍ୱରୁ ସମ୍ପୂର୍ଣ୍ଣ ଭାବରେ ବାହାରିକରି ଆପଣଙ୍କୁ ଏକ ବିଶ୍ୱ ଚେତନା ଭିତରକୁ ନେବା ପାଇଁ ପ୍ରୟାସ କରେଇଛନ୍ତି। ତେଣୁ ମୁଁ ଏଇ ଦୁଇଟା ଜିନିଷ କଣ ମୋଟାମୋଟି ଭାବରେ ଶ୍ରୀ ଅରବିନ୍ଦ ମା କେମିତି ଦେଖିଛନ୍ତି, ତାକୁ ଦେଖି ସାରିଲା ପରେ ଆମେ ଆଜିର ଯୋଉ ଆଲୋଚ୍ୟ ବିଷୟବସ୍ତୁ ଅଛି ତାରି ଆଡକୁ ଯିବା ପାଇଁ ପ୍ରଚେଷ୍ଟା କରିବା। ତେଣୁ ଏଇ ଯୋଉ ଜିନିଷ ଭିତରକୁ ଆମେ ଯାଉଛନ୍ତି, ପ୍ରଥମଟା ହଉଛି କଣ, ନିର୍ବାଣ, ଆଉ ତାକୁ ଅନ୍ୟଟି ହଉଛି ସାଇଲେଣ୍ଟ ମାଇଣ୍ଡ। ଗୋଟେ ଛୋଟିଆ କଥା କହିବି, ତାପରେ ଆଜିର ଆଲୋଚନା ଭିତରକୁ ପ୍ରବେଶ କରିବି। କଥାଟି ଥିଲା କେମିତିକା କଥା ନା, ସାରିପୁତ୍ତଙ୍କର ନାଁ ଶୁଣିଥିବେ, ବୁଦ୍ଧଙ୍କର ପଟଶିଷ୍ୟ ସାରିପୁତ୍ତ। ସେ ମାଙ୍କୁ, ତାଙ୍କର ମା ଥିଲେ, ସେ ମାଙ୍କୁ ନ ଜଣେଇକରି ଚାଲିଗଲେ ଏବଂ ବୁଦ୍ଧଙ୍କର ସେଇ ଯୋଉ ତାଙ୍କ ପାଖରେ ତାଙ୍କୁ ଜଏନ କରିଗଲେ, ଏକ ଶିଷ୍ୟ ରୂପରେ ତାଙ୍କୁ ଯାଇକରି ତାଙ୍କୁ ଗ୍ରହଣ କରିନେଲେ ଏବଂ ରହିଗଲେ। କିନ୍ତୁ ମାର ମନ ବୁଝୁ ନଥିଲା। ମା କିନ୍ତୁ ଜାଣିଥିଲେ ଗୋଟାଏ ଦିନ ମୋ ପୁଅ ନିଶ୍ଚିତ ଭାବରେ ଫେରି ଆସିବ, ଆଉ ସେ କେବେ ସେଠାରେ ରହିବ ନାହିଁ। ଏମିତି ସେତେବେଳେ ତାକୁ ଅପେକ୍ଷା କରିକରି ବସିଥାନ୍ତି ମା। ଅନେକ ଦିନ ଗଡ଼ିଗଲା, ମାଙ୍କର ଆଖିରେ ଯେମିତି ଆଉ ନିଦ ନଥାଏ। ତେଣୁ ସାରି ଭିତରେ ସେ ଅପେକ୍ଷା କରି ରହିଛନ୍ତି, ମୋର ପିଲା କେଉଁ ଦିନ ମୋ ପାଖକୁ ଫେରି ଆସିବ। ଅନେକ ଦିନ ଚାଲିଗଲା ପରେ ସେଇଭଳି ଏକ ସୁନ୍ଦର ମୁହୂର୍ତ୍ତ ଆସିକରି ପହଞ୍ଚିଲା। ମା ଜାଣିବାକୁ ଚାହିଁଲେ, ଜାଣିବାକୁ ଚେଷ୍ଟା କଲେ ଏବଂ ବୁଝିବାକୁ ଚେଷ୍ଟା କଲେ ଯେ ଫେରି ଆସୁଛନ୍ତି, ତାଙ୍କର ପୁତ୍ର ଫେରି ଆସୁଛନ୍ତି, ସାରିପୁତ୍ର। ତେଣୁ ଅପେକ୍ଷା କରି ରହିଲେ। ମନେ ରହେ ତାଙ୍କର ଅସୁମାରୀ ସ୍ୱପ୍ନ, ଅକଳନ୍ତି ଭାବନା। ଏଇ ସ୍ୱପ୍ନ ଆଉ ଭାବନାର ସ୍ମୃତିସ୍ତମ୍ଭ ଉପରେ ଠିଆ ହେଇକରି ମା ସ୍ୱପ୍ନ ଦେଖୁଛନ୍ତି, ମୋ ପୁଅ ଆଜି ଫେରି ଆସିବ। ମୋ ପୁଅ ଆସି ଫେରି ଆସିଲେ ମୁଁ ତାକୁ ଆଉ ଯିବାକୁ ଦେବି ନାହିଁ ଏବଂ ତାକୁ ରଖିବି। ତା ପାଇଁ ଗୋଟିଏ ସୁନ୍ଦରୀ ଝିଅ ଯୋଗାଡ଼ କରିଛି, ତାକୁ ବିବାହ କରେଇଦେବି, ଯାହାର ପ୍ରେମରେ ପଡି ସାରିଲା ପରେ, ସଂସାରର ମାୟାଜଲରେ ମିଶି ଯାଇ ସାରିଲା ପରେ
सी आउ केबे मते छाड़िकरी जीवाको प्रचेष्टा करिवो नाही। तेणु मा मनर सेही असुमारी स्वप्न को नै मा स्वप्न देखिचंती कल्पना करि चलिचंती आरि भितरे सब सारिपुत्र धीरे 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 फेरी आसुचंती मांकर सेही जो अस्ताचलमय हृदय भीतर को फेरी आसुचंती। समय गड़ी गड़ी चली तार भीतर सारिपुत्र आसिक पहुंची किंतु से कौन जो सारिपुत्र को से भाभी पुत्र बोली सारिपुत्र सेमिति नथिले देखुले लंडित मस्तक पाटिरू बाहर बुद्धम शरणम गच्छामि तारी से जो आखिर जो सचलता से नील नयने नथिला सागर विशालता तारी भितर देखि सारा पर मां से जो उन्माद हृदय धीरे 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 संकुचित हवा आरंभ कला। माँ पचारुचंती यही कौन मोर संतान जार बाट को अपेक्षा करी करी मो आखिर एमती निद्रा हरि जाइछि किंतु तथापि मध्य स्वागत करबा पड़ुतला। माँ कहूला मु होछि माँ बदलाई दे पारिबे जी ताको सृष्टि करिछि ताको बदलाई दे पारिबो जी रास्ता चलेबा शिखैछि से रास्ता देखै दे पारिबो जी जीवन रो पथ सुनाइछि कहानी सुनाइछि से जीवन को आउ थरे पुनर्बार गढ़ी दे पारिबो। तेणु मार सेही उन्मादना नै अपेक्षा करिसंती एवं पहुंची जाइछंती तांकर प्रिय संतान सारिपुत्र। सारिपुत्र को देखि सारिला परे कहउचंती माँ को आसिक कहउचंती माँ चल मोर जो जो जननी आमर अच्छी समस्त जननी तांको पाई गोटे शिष्यांकर अवस्थिति आवश्यकता अच्छी तुम्हें जाओ से शिक्षा को ग्रहण कर जाओ से चल तुम्हें जॉइन कर कारण ये जो पृथ्वी रोच एक अकरुण पृथ्वी एमती पृथ्वी भितर रहा दरकार ना एकुटिया रहा दरकार ना। माँ के आशा करूँ सारिपुत्र एमती ये गोटे विराट गोटे प्रस्ताव नहीं आसिक पहुंचब कौन ना मु तो जाइए चल तू भी मत से जो बुद्ध आश्रम बुद्ध संघ ग्रहण कर। तेणु क्रुद्धिता होइथिबा माँ कहते कोटि कोटि प्राण रे अशांति एवं अतृप्तिर दावानल जलाई जो संघर प्रतिष्ठा से संघ रही पारिबो नाही भिक्षु ये मोर आशीर्वाद अभिशाप। तेणु कहते ये जो संतान जहाँ को आम देखु कोटि कोटि प्राण रे अशांति एवं अतृप्तिर दावानल जलाई जो संघर प्रतिष्ठा से संघ रही पारिबो नाही ये मोर अभिशाप। तेणु परवर्ती अवस्था बौद्ध धर्म तैयारी होता भारत रु अन्य कोठी आपण माने देखंती किंतु भारत रु धीरे धीरे निर्वापित आरंभ है। तेणु जो माने संघर क्रिटिसिजम जो माने जो समालोचना करती संघ उपरे जो माने रिसर्च करती से माने कहती से बोधे तार मार अभिशाप कोटि कोटि प्राण रे अशांति और अतृप्तिर दावानल जलाई जो संघर प्रतिष्ठा से संघ रहिबो नाही भिक्षु ए मोर अभिशाप। ता भितर कौनसी पार्थक्य परिलक्षित हो नथिला से जो विशाल हृदय विशाल नयन विशाल सतृष्णता तार भितर सारिपुत्र पचारुचंती माँ को माँ तुम्हें कौन निर्वाण चाह ना हठात आहरी क्रोधान्वित हो जाकर माँ कहते फेरी जाओ भिक्षु मु चाहे जीवन निर्वाण। तेणु से जो निर्वाण जोटा मुख्यतः आपण माने सारी बुद्ध बौद्ध धर्म बौद्ध सृष्टि देखा आरंभ करते बर्तमान से बौद्ध धर्म से जो जहाँ को आप देखुले से गोटे नेगेशन थिला बर्तमान से नेगेशन को श्री अरविंद भिन्न भाव में देखा आरंभ कले गोटे पॉजिटिव इंस्पिरेशन पाइबा आरंभ कले एवं आपण जो टॉपिक रखिंट सावित्री ये दुईटा अनुभूति केमिति थिला। तेणु अंतत आम आरंभ करने पूर्व यही जो दुईटा जिनस किछिटा आपको कहवाक चाहूँगी कौन आम निर्माण कहले केमिति माँ श्री अरविंद देखिंट साइलेंट माइंड होगला केमिति सेटा जिनस जो जिनस दुईटा श्री अरविंद केमिति सावित्री महाकाव्य माँ साधना भितर प्रतिफलित होइछि प्रतिध्वनित होइछि प्रतिबिंबित होइछि ताको केमिति देखैबाको प्रयास करिसथि किछिटा लाइन आमे आपनको ताको चेष्टा करिबा जिबा पई। प्रथम जिनस होछि कोन ना निर्वाण बोली कहले आमे कोन कहउछंती श्री अरविंद माँ आपको बुझाऊँ कौन निर्वाण ये शब्द सहित परिचित मुझे कही सारे टिके किंतु श्री अरविंद माँ देखुं कौन कहते प्रोफाउंड स्पिरिचुअल स्टेट ऑफ साइलेंट इगोलेस रियलाइजेशन ये आम जमी कहते निर्वाण जो आसुच्च नेगेशन आड़ को जाकर फेरुंट। तेणु श्री अरविंद माँ आपको देखा दे गले कौन विशाल आध्यात्मिक अवस्था कौन कर कार कौ विशालता को आपको जाऊँच जो हूँ साइलेंट नीरवता अच्छी इगोलेस रियलाइजेशन अहं शून्य गोटे रियलाइजेशन आसी पहुँच अधिकांश समय कौन हो केमिति आउचंती ना मनटा जेतबळे स्टील बा प्रशांत होई जाउची सेही समयर अनुभूति आसी पहुँचबो सेतिके बेले पृथ्वीर अवस्था कौन हबो ना अधिकांश समय जो नेगेशन बोली करे कहउछथि पृथ्वीटा आपनकु अनरियल देखा जीवो वास्तव अवास्तव भलिया प्रतीयमान हबो ताकू कौन कहना दुईटा स्टेट अच्छी गोटे हूँ रियलिटी गोटे हूँ अपारेन्सी अपियरांस हुए।
ତେଣୁ ସେତିକି ବେଳେ ଅନରିଅଲ ବୋଲି ବା ଅବାସ୍ତବ ବୋଲି ପ୍ରତୀୟମାନ ହଉଥିବ। ସେତିକି ବେଳେ କଣ ହଉଥିବ ନା ଯେ ସେଇ ସବୁ ଅବସ୍ଥା ଭିତରକୁ ଆପଣ ମାନେ ଯାଉଥିବେ, କଣ ହବ ନା ଏଇ ଯୋଉ ପୂର୍ଣ୍ଣ ଯୋଗରେ ଯୋଉମାନେ ସେ ତାଙ୍କୁ ସେପଟଟା ଦେଖିଛନ୍ତି, କିନ୍ତୁ ପୂର୍ଣ୍ଣ ଯୋଗର ପଥ ବାଟେ ଯୋଉମାନେ ଆପଣ ମାନେ ଯୋଉମାନେ ଚାଲିଛନ୍ତି ସେମାନେ ତାକୁ ଦେଖିବେ, କଣ କରିବେ, ଏଇଟା ଅଲ୍ଟିମେଟ ଗୋଲ ନୁହେଁ, ଏଇଟା ମୋର ଶେଷ ନିଷ୍ପତ୍ତି ନୁହେଁ, ମୋର ଏଇଟା ଶେଷ ଲକ୍ଷ୍ୟ ସ୍ଥଳ ନୁହେଁ। କହିଲେ କେମିତିକା କଥା ନା ମନେ କରନ୍ତୁ ଆପଣ ମାନେ ଯାଉଛନ୍ତି, କୁଆଡକୁ ଯାଉଛନ୍ତି, ପୂର୍ଣ୍ଣ ଯୋଗରେ ଯାଉଛନ୍ତି, ଅନେକ ବାଟ ଯାଉଛନ୍ତି, ପଣ୍ଡିଚେରୀ ଯାଉଛନ୍ତି ଟ୍ରେନରେ, ସେଠି ଯେତେବେଳେ ଗଲା ବେଳକୁ ଭୁବନେଶ୍ୱରରୁ ବାହାରିକି ଯାଉଛନ୍ତି, ମଝିରେ ବ୍ରହ୍ମପୁର ଆସୁଛି, ବିଜୟନଗରମ ଆସୁଛି, ତା ଠିକ ସେଇଭଳିଆ ଆପଣ ଯେତେବେଳେ ଯୋଉ ଅତିମାନସ ପଥର ଯାତ୍ରୀ ହୋଇକରି ଚାଲିଛନ୍ତି, ନିର୍ବାଣ ସେତେବେଳେ ବାଟରେ ଗୋଟିଏ ଛୋଟିଆ ଷ୍ଟପେଜ ହେଇକରି ଆସି ପହଞ୍ଚିବ, ଯାହାକୁ ଅନ୍ୟମାନେ ଜୀବନର ଶେଷ ଦିଶା ବୋଲିକରି ଧରି ନେଇଛନ୍ତି। ମହାଶ୍ରୀ ଅରବିନ୍ଦ ପୁନର୍ବାର କହିବା ଆପଣଙ୍କୁ କହୁଛନ୍ତି ଅଲ୍ଟିମେଟ ଗୋଲ ଏଇଆ ନୁହେଁ, ଯୋଉଟା କି ହଉଛି କଣ ନା ଡିଭାଇନ ଟ୍ରାନ୍ସଫର୍ମେସନ ଆଉ ମାନିଫେଷ୍ଟେସନ ଅଫ ଦ ସୁପର ମାଇଣ୍ଡ। ଏଇ ଯୋଉ ରାସ୍ତାରେ ଯାଉଛନ୍ତି କୋଉଥିପାଇଁ କହୁଛନ୍ତି, ଦିବ୍ୟ ରୂପାନ୍ତର ପଥରେ ଚାଲିଛନ୍ତି, ସୁପର ମାଇଣ୍ଡର ଅତିମାନସର ମାନିଫେଷ୍ଟେସନରେ ଯାଇଛନ୍ତି, ଯେଉଁଠି କଣ କରୁଛନ୍ତି ଚେତନାଟା ସବୁବେଳେ ସଦା ଜାଗ୍ରତ ହେଇକି ରହିବ ଏବଂ କଣ କରିବ ନା ପାଇବ କଣ ନା ପରିପୂର୍ଣ୍ଣ ହେବ କାହା ଦ୍ୱାରା ନା ଇନଫିନିଟିର ଲାଇଟ ଭିତରେ ଏବଂ ଆନନ୍ଦ ଭିତରେ ପରିପୂର୍ଣ୍ଣ ହେବେ। ସେଥିରେ ଆମେ କଣ କରୁଛୁ ନା ଯୋଉ ନିର୍ବାଣର ଆଜି ପର୍ଯ୍ୟନ୍ତ ଯୋଉ ଆଲୋଚନା କରୁଛନ୍ତି ତାହା ହଉଛି ଶୂନ୍ୟ ଭଏଡ ବୋଲିକରି କହୁଛନ୍ତି, କିନ୍ତୁ ଶ୍ରୀ ଅରବିନ୍ଦ କହୁଛନ୍ତି ତାଙ୍କର ବର୍ଣ୍ଣନା ଭିତରେ ଏହା ଭଏଡ ନୁହେଁ, ମହାଶୂନ୍ୟ ନୁହେଁ, ଏହା କୌଣସି ନିର୍ବିକତା ନୁହେଁ, ଏହା ହଉଛି ଅତିମାନସ ପଥର ଦିବ୍ୟ ରୂପାନ୍ତର ପଥରେ ଇଏ ହଉଛି କଣ ନା ଗୋଟିଏ ଅଭିଯାତ୍ରା। ତାର ପରବର୍ତ୍ତୀ ଅବସ୍ଥାରେ କହୁଛନ୍ତି ଦ୍ୱିତୀୟ ଶବ୍ଦଟାକୁ ଆପଣ ଯୋଉଟା କହୁଛନ୍ତି ମେଣ୍ଟାଲ ସାଇଲେନ୍ସ। ମେଣ୍ଟାଲ ସାଇଲେନ୍ସ, ସାଇଲେନ୍ସଟା କଣ ହବ, ଯେମିତି କହୁଛନ୍ତି ସାଇଲେନ୍ସ ଏବେ ଏଇଥିରେ କୋଉଠି ଆଲୋଚନା କରି ଆସୁଛି ବର୍ତ୍ତମାନ। ତେଣୁ ସାଇଲେନ୍ସ କହିଲେ ଆମେ ବିଭିନ୍ନ ପ୍ରକାର ସାଇଲେନ୍ସକୁ ଆମେ ଅନୁବାଦ କରୁଛୁ। ଯୋଉ ମେଣ୍ଟାଲ ସାଇଲେନ୍ସ ବୋଲିକରି କହୁଛନ୍ତି ଯୋଉ ନିରବତା ହବ, ଅଧିକାଂଶ ସମୟରେ ଆମେ କିଛି ଭୁଲ ଜିନିଷ ଭିତରେ ପ୍ରବେଶ କରିକରି ଭୁଲ ଅବତାରଣା କରୁ ବା ଅବଧାରଣା କରିବାକୁ ଚେଷ୍ଟା କରୁ। ମେଣ୍ଟାଲ ସାଇଲେନ୍ସ ଯାହାକୁ କହୁଛନ୍ତି ସେ କଣ କରିବ, ଯାହାକୁ କହୁଛନ୍ତି ଆମେ ତାକୁ ଦେଖିଲା ବେଳେ କଣ ହବ, ସିଏ ଆପଣଙ୍କୁ ନେଇଯିବ କୋଉଠିକି, ଏକ ଉଚ୍ଚତର ଚେତନାକୁ, ଡିସେଣ୍ଟ ଅଫ ଏ ହାୟର କନସିୟସନେସ, ଡିସେଣ୍ଟ ଅଫ ଏ ହାୟର କନସିୟସନେସ। କାରଣ ସାଇଲେନ୍ସକୁ ଶ୍ରୀ ଅରବିନ୍ଦ ବିଭିନ୍ନ ପ୍ରକାର ବୁଝେଇଛନ୍ତି, ଅନ୍ତତଃ ଯଦି ଆଗକୁ ଯାଇଥିବେ ଶ୍ରୀ ଅରବିନ୍ଦ ଯୋଉ ସାଇଲେନ୍ସ କଥା କହିଛନ୍ତି ତାହା ହଉଛି କଣ ନା ମିଷ୍ଟିକ ବର୍ଥ ପ୍ଲେସ ଅଫ ଦ ସୋଲ, ଆତ୍ମାର ନିଭୃତ ଜନ୍ମସ୍ଥାନ। ଶ୍ରୀ ଅରବିନ୍ଦ କହୁଛନ୍ତି ଏଇ ଯୋଉ ନିରବତା ଭିତରେ ଆମେ କଣ କରିବୁ, ଅଧିକାଂଶ ସମୟରେ ଆମକୁ ଭୁଲ ଧାରଣା ହେଇଥାଏ, ମୋ ପାଖରେ କେହି ନାହାନ୍ତି, ମୁଁ ନିରବ ରହିଛି କାରଣ କାହା ସହିତ କଥାବାର୍ତ୍ତା କରିବାକୁ ନାହିଁ, ତ ମୁଁ କରିବି କଣ। ଦ୍ୱିତୀୟ କଥା ହଉଛି କଣ, ମତେ କୁହାଯାଇଛି ନିରବତା ଅବଲମ୍ବନ କରିବା ପାଇଁ, ଯାହାର ଏଗେନଷ୍ଟରେ ମତେ କିଛି ମ୍ୟାଟେରିଆଲ ପ୍ଲେଜର ମିଳିବ ବା କିଛି ଆନନ୍ଦ ବା ତା ଭିତରେ ଗିଫ୍ଟ ଟେକ୍ ର ରିଲେସନ ଅଛି, ତେଣୁ ମୁଁ ନିରବ ରହିଛି। କେତେବେଳେ କହୁଛନ୍ତି କଣ ନା ନିରବତା ଭିତରେ ମତେ ଯାଇକରି ରହିବାକୁ ପଡୁଛି, ଯାହାକୁ କହୁଛନ୍ତି ଆବସଲ୍ୟୁଟ ଷ୍ଟିଲନେସ, ଯାହା ଭିତରେ ରହିଲା ମାନେ ସାଧନାର ଗୋଟାଏ ପଥ। ଏମିତି ଅନେକ ନିରବତା ରହିଛନ୍ତି ଯୋଉଥିରେ ଆଉ ଗୋଟା ଜାଗାରେ ଅଛନ୍ତି, ଯୋଉଥିରେ ସୁପ୍ରାମେଣ୍ଟାଲ ଷ୍ଟିଲନେସ ଦେଖିବେ, ଯୋଉଥିରେ କି କଣ କରୁଛନ୍ତି ସ୍ୱୟଂ ଅଦିତି ଯୋଉଠି ଅବସ୍ଥାନ କରୁଥିଲେ। ତେଣୁ ଭିନ୍ନ ପ୍ରକାର ସାଇଲେନ୍ସକୁ ଆପଣ ଦେଖିଛନ୍ତି। ଆପଣଙ୍କର ପ୍ରଶ୍ନ ଆସୁଛି ତାହେଲେ ଯୋଉ ସାଇଲେନ୍ସ ଭିତରେ ମୁଁ କରିବି କଣ, ଶ୍ରୀ ଅରବିନ୍ଦ କହୁଛନ୍ତି ଇନ୍ ସାଇଲେନ୍ସ, ସେଇ ନିରବତା ଭିତରେ ଗୋଟେ ଜିନିଷ କରିବ, କଣ କହିବି, ଇନ୍ ସାଇଲେନ୍ସ ସିକ୍ ଦ ଗଡ୍ସ ମିନିଂ ଇନ୍ ଦାଇ ଡେଥ୍, ନିଜର ଗଭୀରତା ଭିତରକୁ ଯାଅ, ତାହାରି ଭିତରେ ନିଜକୁ ପ୍ରଶ୍ନ ପଚାର, ସିକ୍ ଦ ଗଡ୍ସ ମିନିଂ ଇନ୍ ଦାଇ ଡେଥ୍, ମୁଁ ଜନ୍ମ କାହିଁକି ହେଇଛି, ମୋ ଜନ୍ମର ଉଦ୍ଦେଶ୍ୟ କଣ, କୋଉ ମିଶନ ନେଇକରି ଆସିଛି, ମୋର ଭିଜନ କଣ ହବା ଦରକାର। ତେଣୁ ଏଇଭଳି ଜିନିଷଟାକୁ ପଚାରିବାକୁ ଚେଷ୍ଟା କର, ବୁଝିବାକୁ ଚେଷ୍ଟା କର। ଇନ୍ ସାଇଲେନ୍ସ ସିକ୍ ଦ ଗଡ୍ସ ମିନିଂ ଇନ୍ ଦାଇ ଡେଥ୍, ଭଗବାନଙ୍କର ସୃଷ୍ଟିର ଅବତାରଣ କରିବାର ଉଦ୍ଦେଶ୍ୟ କଣ, କାହିଁକି ସେ ମତେ ପଠେଇଛନ୍ତି, ଭଗବାନଙ୍କର ସୃଷ୍ଟିର ପରମ ଫେଜ୍ କଣ, ତାଙ୍କର ଚରମ ଚିନ୍ତାଧାରା କଣ, ଏଇ ସବୁ ଜିନିଷକୁ ପଚାରିବା ପାଇଁ ସେ ଆମକୁ କହିଛନ୍ତି। ସାଧାରଣ ଭାବରେ ଆମେ ଯାହାକୁ କେହି ତ ନାହାନ୍ତି କାହା ସହିତ କଥାବାର୍ତ୍ତା କରିବି କେମିତି, ତେଣୁ ୟାକୁ ଯୋଉ ନିରବତାକୁ ଧରି ନେଇଛୁ, ଏହା ହଉଛି ଏକ ଅପୂର୍ଣ୍ଣତା ଏବଂ ପ୍ରଶ୍ନବାଚରେ କେବଳ ପରିପୂର୍ଣ୍ଣ, ତାହାର କୌଣସି ଆଧ୍ୟାତ୍ମିକ ଜୀବନରେ ଆଧ୍ୟାତ୍ମିକ ସାଧନାରେ କୌଣସି ଅର୍ଥ ହିଁ ନଥାଏ। ତେଣୁ ତାର ପରବର୍ତ୍ତୀ ଅବସ୍ଥାରେ କହୁଛନ୍ତି କଣ, ଟ୍ରୁ ଗୋଲ ହଉଛି କଣ ନା ରୂପାନ୍ତର କରିବେ, କଣ କରିବା ପାଇଁ କରିବେ, ନିଜର ଯୋଉ ଚିନ୍ତା ଚେତନା, ଯୋଉ ମାନସିକ ଚିନ୍ତାକୁ ନେଇ ଯୋଉ ଆମେ ଯାଉଛୁ, ଯୋଉ ମାନସିକ ଚିନ୍ତାର ପରିପୂର୍ତ୍ତିକୁ ନେଇ ଯାଇଛନ୍ତି, ତାକୁ ସମ୍ପୂର୍ଣ୍ଣ ଭାବରେ ଛାଡିଦେବେ। ଛାଡି ଦେଇ ସାରିଲା ପରେ ସେ ଜାଗାରେ ଯୋଉଟା ଅଛି, ଯଦି ମୋ ମାନସିକ ଚିନ୍ତାକୁ ଫୋପାଡି ଦେବି, ତା ଜାଗାକୁ ଆସିବ କେମିତି, କଣ ଆସିବ ନା ଡାଇନାମିଜିମ ଆସିବ ଆଉ ଲ୍ୟୁମିନୋସିଟି ଆସିବ। ଯଦି ଏଇ ଜିନିଷ ଆସିବ, ଏଇ ଜିନିଷକୁ ଏଇ ଡାଇନାମିଜିମ ପାଇବା ପାଇଁ, ଏଇ
चिंता को फपाड़ी दे सारा पर ल्यूमिनोसिटी भीतर को आसवा आमको कौन कराए ना साइलेंट माइंड करवाटा निहाती दरकार जो थे कि श्री अरविंद अलरेडी मुझे कही श्री अरविंद साधना मध्य से सब पाई सारी तेणु मुझे दुईटा जिन भितर आगू जावाक चाहूना मु तार परवर्ती अध्याय को जाऊँगी से केमी कौन तार परवर्ती अवस्था माइंड को केमी साइलेंट माइंड पाइबे केमिति निर्वाण को आसवे केमिति निर्वाण को पॉजिटिव जिन भीतर को देवे अनेक कहानी अच्छी मुझे आड़ को देवी ना कारण टॉपिक टा आपंकर आज जहाँ रखिंट से टॉपिक रो मूल उद्देश्य हूँ कौन ना सावित्री जीवन में सावित्री केमिति से अनुभूति आसीला ऑलमोस्ट मत मुझे जानी आपण मैंने जी हेल्ले तो प्रस्तुत करेंगे होपफुली मत लगुच बुक 7 कैंटो 6 को आखि आगे रखिक आलोचना ये टॉपिक टाक बाछी बोलिक मु आशा करुच्ची तेणु आम जाऊँ आलोचना भीतर को जावा भीतर कौन श्री अरविंद कहवाक चाहते बैकग्राउंड टी आपन को कहवाक चाहूँगी जे सावित्री जानी जो से सत्यवान को बाछी नेले कारण सावित्री हूँ सावित्री आम अधिकांश समय भूल भाल शब्द गुड़ाक यूज कले करती कि जहाँ मुझे को जाऊना कि प्राय हुए कि गोटे जिन जानी नि बुझी नि कौन जो सत्यवान को ग्रहण कले नारदंकर वार्ता अनुसार जो संभाव्य समय कन्स्टेंट थिला ता भीतर कौन ना 12 स्वीट विंग्स मंथ्स आर गिवन टू हिम एंड हर दिस डे रिटर्निंग सत्यवान मस्ट डाई 12टा मास हूँ से दिन ठारू जो दिन नारद एक अनाउंस कले समस्त आगे जो जानले कौन 12टा मासर अतिथि थे किए से ना सत्यवान ये पृथ्वी को जो दिन यही समय फेरी आसो से दिन सत्यवान मस्ट डाए बोलिए ना ये सब जिन कौटी ना कि जहाँ हो पाठर धीरे धीरे मुझे जाऊँ मोर को टॉपिक ना आपको इंट्रोडक्शन करुच्ची तेणु सत्य सावित्री कौन कले जिते प्रकार डिसुएड करागला ह्यूमान मदर ऑफ सावित्री जहाँ कहते सी जहाँ कहना सावित्री लिखाई सिंबलिकाली लिखाई होपफुली आप भीतर को प्रवेश करेंगे सिंबलिकाली लिखाई ह्यूमान मदर जिते निवर्ताइले सी स्ट्रेट मना करदे कहले वन्स माई हार्ट चूजेस नॉट अगेन जहाँ मोर हृदय थरे बाछी नहीं द्वितीय थर बाछिबार कौन आवश्यकता ना द वर्ड आई हैव स्पोकन कैन नेवर बी इरेज थारे मु जहाँ कहीदेची इरेजर मारिक के आपण माने लिभे भी पारिबे नाही कहीं इट इज रिटेन इन द रेकर्ड बुक ऑफ गॉड तेणु ये भगवान से रेकर्ड पुस्तक डायरी रे लिखाई जाइछि ताहा कोन हबो ना केबे लिभे हबो नाही एनीवे तापर आउ तो किछि बात नथिला सावित्री कोन कले अगेंस्ट एवरीबॉडीज चॉइस समस्तंकर इच्छा थाउ बा न थाउ से जो मिशन नेकरी आसीथिले जो विजन नेकरी आसीथिले ताकू कौन करे ना साकार करने सत्यवान को ग्रहण करे उद्देश्य हूँ कौन ना जो मिशन नहीं आसी मृत्यु उपरे विजय प्राप्त करने मृत्यु उपरे दुख उपरे जंत्रणा करने विजय लाभ करने आसी एनीवे जो सावित्री कौन करुँच ना से वनगमन भीतर को चली जाऊ वनगमन करुँच जंगल से नीरवता मध्य रही साधना करुँच जो साधना करुँच गोटे गोटे दिन जो कटि जाऊँगी जहाँ को श्री अरविंद लिखुंट ए पेज टर्न क्रुएली आउट खातारू बा बहिरू गोटे पृष्ठ जमी अति निर्दय भाव चिरिक फपाड़ी दौरान सेमिति सावित्री साधना जीवन गोटे गोटे पृष्ठा जमी चिरिक फपाड़ी दि जाऊँगी से नियति निर्धारित समय मध्य को सावित्री धीरे धीरे प्रवेश कर जाऊँगी आरि भितर हूँ साधना ता भितर आरंभ होची से साधना भितर जो भिन्न भिन्न पर्याय भितर को माँ जाइछन्ति तांकरे भितर पड़ुछन्ति से निर्वाण एवं ऑल नेगेटिंग तार भॉइड जो नास्ति यही दुईटा जिनस आपण माने सुनुचन्ति श्री अरविंद चमत्कार भाव वर्णना करुछन्ति अंततः किछि लाइन जीवा पई आमे प्रयास करिबा केमिति कोन हेछि जे आसुछि केमिति आसुछि ना जहा को कहन्ति अटम जो आसुछि आसिक पहुँचुछि ऋतु आसिक पहुँचुछि सावित्री से कौन कहते भितर खुशी होती एवं से जानुंट दुईटा जिनस थी गोटे बाहर जिनस गोटे हूँ भितर जिनस बाहर जिनस कौन ना से बाह्य भाव में जन दि जाए कहीपर सावित्री हूँ स्वयं अदिति तेणु कहीपर श्री अरविंद हूँ अति मानसर अवतार तेणु कहीपर से या भितर निश्चित भाव में बंदी नुहति आमे जहाँ चिंता करुचु आमे जो चेतना ये जो नियति आरि भितर श्री अरविंद माँ केबे बंदी नुहति किंतु जेतबेले मानवीय लीला करने को आसिले सेतबेले कौन है ना ये सृष्टि को से माने मानवर अवस्थान नहीं मानवर अवस्थिति नहीं मानवीयता को तर्जमा करी श्री अरविंद आगे आरंभ कले जमीती कहे आउ टिके सरल भाव में कहना ना आउ टिके सरल भाव में यही बुझीपारे ना केमी बुझी ना जेपर्यंत मन करंतु देवता नहीं जो राम आ सीता बुलूले से पर्यंत कौन समस्या नाला जितेबाला से चिंता कले देवत्व को छाड़ी
ଯେତେବେଳେ ଦେବତ୍ୱର ଆଧାରକୁ ଛାଡି ମାନବୀୟ ଲୀଳା କରିବି ବୋଲିକି ଚିନ୍ତା କଲେ, ତାପରେ ସୀତା ହରଣର ଯୋଉ କଳ୍ପନା କରାଗଲା ଏବଂ ତାରି ଭିତରେ ଆସିକରି ପହଞ୍ଚିଲେ ଆପଣ ମାନେ ଜାଣନ୍ତି। ସେଇଥିପାଇଁ କହୁଛନ୍ତି ଲକ୍ଷ୍ମଣ ସୀତାଙ୍କ ଆଗରେ 3ଟି ଗାର ଟାଣିଲା ପରି ପୃଥିବୀ ମଧ୍ୟ ଆମ ଆଗରେ 3ଟି ଗାର ଟାଣେ। ଗାର ସେପଟରେ ରହିଲେ ତୁମେ ହେବ ପୁଣ୍ୟବାନ, ଗାରକୁ ଟପି ଗଲା ପରେ ଏଇ ମାୟାବୀ ରାବଣ ତୁମକୁ ଅପେକ୍ଷା କରି ରହିଛନ୍ତି କେଉଁଠି ନା କେଉଁଠି ତୁମକୁ ପଥ ଭ୍ରଷ୍ଟ କରାଇ ଦେବା ପାଇଁ। ଅଙ୍ଗୁର ଖାଅ ତୁମେ ସ୍ୱାସ୍ଥ୍ୟବାନ ହବ, ଅଙ୍ଗୁରକୁ ସିଦ୍ଧ କରି କାଂସ୍ୟ ପାତ୍ରରେ ଖାଅ ତୁମେ ହବ ମଦ୍ୟପ। ପାତ୍ରର କିଛି ଭୁଲ ନାହିଁ କିମ୍ବା ଅଙ୍ଗୁରର କିଛି ଭୁଲ ନାହିଁ, ଖାଉଛ କେମିତି ତାରି ଉପରେ ନିର୍ଭର କରୁଛି। ଲକ୍ଷ୍ମଣଙ୍କର 3 ରେଖା ପରି ସମୟ ମଧ୍ୟ ଆମ ଆଗରେ ସେଇ 3ଟି ରେଖା ଟାଣିଛି। ତେଣୁ 2ଟା ପ୍ରକାର ସ୍ଥିତି ଆପଣଙ୍କ ଆଗରେ ଯିବ, ଗୋଟେ ହେଉଛି ବାହ୍ୟ ସ୍ଥିତି, ଗୋଟେ ହେଉଛି ଅନ୍ତଃ ସ୍ଥିତି। କେମିତିକା ଜିନିଷ ନା ବାହ୍ୟ ସ୍ଥିତିରେ ମଧ୍ୟ କିନ୍ତୁ ମା ଏସବୁ ଜିନିଷରୁ ନିବୃତ, ଇଏ 2ଟା ଯାକ ସ୍ଥିତିର ବାହାରେ ଅଛନ୍ତି, କାରଣ ସେମାନେ ହେଉଛନ୍ତି ନିତ୍ୟ ମୁକ୍ତ ଆତ୍ମା, ଜାଣିକରି ଆସିଛନ୍ତି ପାର୍ଥିବ ଜୀବନକୁ ଦିବ୍ୟ ଜୀବନରେ ପରିଣତ କରିବା ପାଇଁ। ନିଜର ଯେଉଁ ସ୍ୱର୍ଗୀୟତାକୁ ଛାଡିକରି, ନିଜର ଯେଉଁ ଦିବ୍ୟତ୍ୱକୁ ଛାଡି ଚରମ ତ୍ୟାଗର ପରମ ପ୍ରତିଫଳନ ସ୍ୱରୂପ ମା ଶ୍ରୀ ଅରବିନ୍ଦ ଏଠାକୁ ଓହ୍ଲେଇ ଆସିଛନ୍ତି ମାନବୀୟ ଲୀଳା କରିବା ପାଇଁ। ତେଣୁ ଏଠି ଯୋଉ ଲୀଳାର ଯୋଉ ପର୍ବ ଦେଖୁଛନ୍ତି, ଯୋଉ ଲୀଳାର ପର୍ବ ଭିତରକୁ ଯାଉଛନ୍ତି, ସେହି ପର୍ବ ଭିତରେ ଗୋଟେ ଜିନିଷ ଦେଖୁଛନ୍ତି, 2ଟା ଅବସ୍ଥା ଅଛି। ପ୍ରଥମ ଅବସ୍ଥାଟା କଣ ନା ବାହ୍ୟ ଅବସ୍ଥା, ଦ୍ୱିତୀୟ ଅବସ୍ଥାଟା କଣ ଆନ୍ତ ଅବସ୍ଥା। ସେଇ ଯୋଉ ବାହ୍ୟ ଅବସ୍ଥାରେ କଣ ହେଇଛି ନା ଜଣା ପଡିବ ଯେମିତି, କିନ୍ତୁ ସାବିତ୍ରୀଙ୍କ ଭିତରେ କୌଣସି ପରିବର୍ତ୍ତନ ହଉନାହିଁ, ଯେମିତି ତାଙ୍କର ସେଲ୍ଫ ସେମିତି ଅଛି। କିନ୍ତୁ ବାହ୍ୟ ଅବସ୍ଥାରେ କଣ ହବ ନା ଆପଣ ଯେକୌଣସି ଯଦି ସେଇ ସାବିତ୍ରୀଙ୍କ ସ୍ଥାନରେ ସାଧନା ଯଦି ପ୍ରକୃତରେ ଆମେ କରୁଥିବା, ସେଇଠି ଜାଣିବା ସମୟ ଗଡି ଯାଉଛି ଆଉ କେଇଟା ମୁହୂର୍ତ୍ତ, ଲାଇଫ ନାଉ ଇନ୍ ସେକେଣ୍ଡସ୍ ନଟ୍ ଇନ୍ ଆୱାର୍ସ। ଦିନ ଗୁଡାକ ଜୀବନଟା ଆଉ କେଇଟା ମୁହୂର୍ତ୍ତରେ ମାତ୍ର ସମାହାର। ତାହାରି ଭିତରକୁ ଯେତେବେଳେ ଜୀବନଟା ଗତି କରି କରି ଚାଲୁଛି, ଚିନ୍ତା କରନ୍ତୁ, କଳ୍ପନା କରି ଚାଲନ୍ତୁ, ତାହାରି ଭିତରେ ଆପଣ ମାନେ ଦେଖୁଛନ୍ତି ସେଇ ଭିତରେ ଗୋଟିଏ ଗୋଟିଏ ଦିନ ଯାଉଛି, କେଉଁ ଅବସ୍ଥାରେ ସାବିତ୍ରୀ କେମିତି ସାମ୍ନା କରୁଛନ୍ତି, ସେଇଭଳିଆ ସ୍ଥିତି ଆମର ଆସିଲାଣି କି? ଯଦି ଆସିଥିବ ତାହେଲେ ଆମେ ସାଧନା ଆଡକୁ ଯାଉଛନ୍ତି, ଯଦି ନ ଆସିଥିବ ସେମିତି ଅବଳା ଦୁର୍ବଳା କାମଚଳା ଏଇଭଳିଆ ଭିତରେ ଯଦି ଆମେ ଜୀବନକୁ ଆସୁଥିବ, ତାହାରି ଭିତରେ ଆମେ କିଛି କରିପାରିବେ ନାହିଁ। ଯେମିତି ଆମେ ପ୍ରତି ମୁହୂର୍ତ୍ତରେ ଘସୁଛୁ, କଣ କରୁଛନ୍ତି, ଜାତ ସେହି ଧ୍ରୁବଂ ମୃତ୍ୟୁ, ଜନ୍ମ ହେଲେ ମୃତ୍ୟୁ ହଉଛି ଅନିବାର୍ଯ୍ୟ, ଯାହା ମର ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ। ତେଣୁ ଆମେ ଧରି ନେଇଛୁ, ମୃତ୍ୟୁ ଆମ ପାଖକୁ ଆସୁନି, ବରଂ ମୃତ୍ୟୁକୁ ଆମେ ନିମନ୍ତ୍ରଣ କାର୍ଡ ଦେଇକରି ଆଣିକରି ଘର ଭିତରେ ବସେଇଛୁ। କିନ୍ତୁ ମା ସେତେବେଳେ କଣ କରୁଛନ୍ତି ନା 2ଟା ଅବସ୍ଥା, କେମିତି ପ୍ରଥମ ଅବସ୍ଥା ଦିନ ପରେ ଦିନ ଗଡି ଚାଲିଛି, ଏଇଭଳି ଅବସ୍ଥା ଭିତରେ ଅଛନ୍ତି, କିନ୍ତୁ ସାବିତ୍ରୀ ଖୁସିରେ ଅଛନ୍ତି କାହିଁକି ନା ସେ ଯେଉଁଥିପାଇଁ ଅବତରି ଆସିଛନ୍ତି, ଯେଉଁଥିପାଇଁ ସେ ଅବତାର ଗ୍ରହଣ କରିଛନ୍ତି, ଯେବେ ସେ ଆସିନଥିଲେ ପ୍ରଥମ ଥର ପାଇଁ ସମସ୍ତ ସାମର୍ଥ୍ୟର ସହିତ ଯୋଉ ମିଶନ ନେଇକରି ଆସିଛନ୍ତି, ସେଇ ଯୋଉ ମିଶନକୁ ପରିପୂର୍ତ୍ତି କରିବା ପାଇଁ ସେ ଅନ୍ତ ଭାବରେ, କାରଣ ଏ ଶବ୍ଦ କେହି ଜାଣିନାହାନ୍ତି, ये जिनस कौन घटक जाऊँचे कहीं जानी ना केवल सावित्री से खुशी होती एवं से जानी कौन करने ना एम ऑफ हर बीइंग मु जो लक्ष्य नहीं आसी पछरे तार उद्देश्य कौन से चारिपटे जो मैंने अच्छी से माने कौन करुँच इनर चेंज एंड रिसीव द हाइलाइटिंग ऑफ द इम्पल्सन साधनार जो बाह्य प्रतिफलन सबु आड़े कौन करुच्ची ना परिदृष्ट हवा आरंभ कर देखा आरंभ करुच्ची से बेले कौन करुच्ची जो जंत्रणा था से मध्य कौन करुच्ची ना आनंद रे आसिक पहुंचुची अधिकांश समय आप कहते दुनिया रे कौन करुच्ची मु जो साधना करुच्ची प्रकृति में करुच्ची तो आप नाचुराली सुख पाँच सन्देह करिबार नाही आपणकर पुण्यता को नहीं आपणकर से सहिष्णुता को नहीं आपणकर से व्याप्ति को नहीं आपणकर चारिपटे थिबा भूमंडल एनवायरनमेंट सी केमिति हसी उठुची ताहा होची सावित्रींकर अंत साधनार अंतस्वर अच्छी तेणु से कहते कौन ना सोलेस इन हर प्रॉक्सिमिटी आनंद पाउचंती सावित्री से कहते शैडो ऑफ द फेट हो भाग्य सुंदर फेज गोटा श्री अरविंद यूज कर शैडो ऑफ द फेट रोचनी कौन नियतिर प्रच्छाया कौन टा नियतिर प्रच्छाया ना 12 मास पर कईटा दिन पर संतवान मृत्यु हवाई जाऊँगी जो जिनस गुड़ाक से जो देखुंटे से छाया छुई पारु नाही कारण चेतनार एक होती से नित्य मुक्त आत्मा स्वयं अदिति एवं से एमती साधना भितर तीव्र साधना भितर अच्छा ये साधारण प्रच्छाया छुईबार प्रयास करें तार परवर्ती अवस्था कौन होती देखुंट सत्यवान को ऊपर से जो मृत्युर प्रच्छाया थिला से जो छाईटा सत्यवान को घेरी रही
ସେଇ ଯୋଉ ନିୟତିର ବନ୍ଧନରେ ସାବିତ୍ରୀ ବସିକରି ଭାବିବା କଥା ଅନ୍ୟ କିଏ ଛଟପଟ ହବା କଥା, କିନ୍ତୁ ସାବିତ୍ରୀ ଅନ୍ତଃସ୍ୱର ଅନ୍ତ ଆନନ୍ଦରେ ଯେତେବେଳେ ପ୍ରଲୁପ୍ତ ହୋଇ ଉଠୁଥିଲେ, ଉଲ୍ଲସିତ ହୋଇ ଉଠୁଥିଲେ, କାରଣ ସେଇ ଜିନିଷକୁ ସାକାର କରିବା ପାଇଁ ଆସିଛନ୍ତି। ସେତିକି ବେଳେ କଣ ହଉଛନ୍ତି, ବର୍ତ୍ତମାନ ଦେଖୁଛନ୍ତି ସତ୍ୟବାନଙ୍କର ମଥା ଉପରେ ତାଙ୍କର ଚାରିପଟରେ ଦୁଃଖର ନିୟତିର ସେଇ ଘନ ଛାୟା କଳା ବାଦଲ ନାହିଁ, ତା ବଦଳରେ କଣ ଦେଖୁଛନ୍ତି, ଲ୍ୟୁମିନସିଟି ଜ୍ୟୋତିର୍ମୟତା ଦେଖୁଛନ୍ତି। ସତ୍ୟବାନ ଜ୍ୟୋତିର୍ମୟ ହୋଇ ଉଠୁଛନ୍ତି। ଆଣ୍ଡ ସେୟାର୍ସ ହାପି ହର ଜୟ ଅଲୱେଜ, ସବୁବେଳେ କଣ କରୁଛନ୍ତି, ସେଇ ଯୋଉ ଆନନ୍ଦ, ଯୋଉ ପରମ ଆଉ ଚରମ ଆନନ୍ଦ, ତାକୁ ପ୍ରତି ମୁହୂର୍ତ୍ତରେ କଣ କରୁଛନ୍ତି ନା ରିସିଭ କରିବା ଆରମ୍ଭ କରୁଛନ୍ତି। ଗୋଟିଏ ଦିନ କିଛି ସମୟ ଚାଲିଛି, ଗୋଟିଏ ଦିନ, ଯୋଉ ଦିନ ଆପଣ ମାନେ ଯାଉଛନ୍ତି, ଯୋଉ ଆଜି ଯୋଉ ଟପିକଟା ବାଛିବାକୁ ଚାହୁଁଛନ୍ତି, ସେଇ ଯୋଉ ଦିନ ଆସିକରି ପହଞ୍ଚୁଛି। ତେଣୁ କଣ କରୁଛନ୍ତି, ସେଇ ଯୋଉ ଆନନ୍ଦ ଭିତରେ ଯେତେବେଳେ ରହୁଛନ୍ତି, ହଠାତ୍ ସାବିତ୍ରୀଙ୍କ ଭିତରକୁ, କାରଣ ଏଟା କହୁଛି ସତ୍ୟ ଯୋଉ ଲେଖା ହେଇଛି ସବୁ ମାନେ ବର୍ଣ୍ଣନା ହେଇଛି, ଶ୍ରୀ ଅରବିନ୍ଦ ଯୋଉ ସାବିତ୍ରୀ ବର୍ଣ୍ଣନା କରିଛନ୍ତି, ପୃଥିବୀର ସବୁଠାରୁ ବଡ ମହାକାବ୍ୟ। ତେଣୁ ୟାକୁ ଯୋଉ ବର୍ଣ୍ଣନା କରିଛନ୍ତି, ସେଠି ମହାକାବ୍ୟର ବର୍ଣ୍ଣନା ଯେମିତି ହେଇଛି ସେଇ ହୁଏ ଅନ୍ତତଃ ସେଇଭଳିଆ ଅପ୍ ଡାଉନ୍, ସେଇଭଳିଆ ଆଗ ପଛ, ସେଇଭଳିଆ ଉପର ତଳ ଏବଂ ସେଇ ଭଳିଆ ଡୁଆଲିଟି କଣ୍ଟ୍ରାରିଟିକୁ ନେଇକରି ଶ୍ରୀ ଅରବିନ୍ଦ ସାବିତ୍ରୀ ମହାକାବ୍ୟ ଲେଖିଛନ୍ତି। ତେଣୁ ଆନନ୍ଦର ପ୍ରବାହ ଯେତେବେଳେ ସାବିତ୍ରୀଙ୍କ ଭିତରେ ଦେଖୁଛନ୍ତି, ଦୁଃଖର କୌଣସି ଘନ ଛାୟା ମଧ୍ୟ ତାଙ୍କୁ ସ୍ପର୍ଶ କରୁନି, ଯନ୍ତ୍ରଣାର ଅନ୍ତଃସ୍ୱର ତାଙ୍କର କାର୍ଯ୍ୟବିଧାରା ଭିତରେ ଯେତେବେଳେ ପ୍ରତିଫଳିତ ହଉନାହିଁ, ଜୀବନର ଅନନ୍ତ ରାଗିଣୀ ଅଫୁରନ୍ତ ରାଗିଣୀ ଯେତେବେଳେ ତାଙ୍କର କଣ୍ଠସ୍ୱର ଭିତରେ ଝଙ୍କୁରିତ ହୋଇ ଉଠୁଛି, ତାହାର ପରବର୍ତ୍ତୀ ଅବସ୍ଥା ଭିତରେ ଆସୁଛି କଣ ନା, ସେଇ ଯୋଉ ଦିନକୁ ଯିବା ପୂର୍ବରୁ ହଠାତ୍ ଲାଗୁଛି ସଡନଲି କଣ ହଉଛନ୍ତି, ସେଇ ଯୋଉ ଦିନଟା ନାରଦଙ୍କର ସେଇ ଦିନଟା ତାଙ୍କର ସ୍ମୃତିକୁ ସ୍ପର୍ଶ କରିବା ଆରମ୍ଭ କରୁଛି, ଯାହାକୁ କହୁଛନ୍ତି କଣ କହୁଛନ୍ତି, ବ୍ରିଥ୍ ଅଫ୍ ଆୱାର ହାର୍ଟ, ଯାହାକୁ ଲକ୍ଷ୍ୟ କରୁଛନ୍ତି ଆବିସ୍, ସେଇ ଯୋଉ ସୁଖରେ ଯେମିତି ଯାଉଥିଲା, ହଠାତ୍ ଯେମିତି ଗ୍ରାଫଟା ତଳୁକୁ ଯେମିତି ଖସିଗଲା ଭଳିଆ ପ୍ରତିମାନ ଲାଗୁଛି। ସେତେବେଳେ କଣ କରୁଛନ୍ତି ନା, ଯେତେବେଳେ ତଳୁକୁ ଖସିଲା ଭଳିଆ ଲାଗୁଛି, ସେତେବେଳେ ତାଙ୍କୁ ଲାଗୁଛି ଭୟଟା ଯେମିତି ତାଙ୍କୁ ପଛପଟରୁ ଟାଣି ଧରିବାକୁ ପ୍ରୟାସ କରୁଛି, ଭୟଟା ଯେମିତି ତାଙ୍କୁ ଟାଣି ଧରିବାକୁ ପ୍ରୟାସ କରୁଛି। ସେତିକି ବେଳେ କଣ କରୁଛନ୍ତି, ଦେଖୁଛନ୍ତି ତାଙ୍କର କଣ ଗୋଟେ ଡ୍ରେଡ୍, ଗୋଟେ ବିଶାଳ ଭୟଙ୍କରଟା ଭୟ, ସେ କଣ କରିବା ଆରମ୍ଭ କରୁଛି ନା, ତାର ଉତ୍ଥାନ ହଉଛି ଏବଂ କଣ କରୁଛି, ଗୋଟିଏ ବିଶାଳ ଅନ୍ଧକାର ନେତି ବୋଲିକରି ଯାହାକୁ କହୁଛନ୍ତି, ସେ କଣ କହୁଛି, ଯେମିତି ତାଙ୍କୁ ଏନଭଲପ କରୁଛି, ଚାରିଆଡୁ ଯେମିତି ଘେରିଗଲା ଭଳିଆ ପ୍ରତିମାନ ହଉଛି। ସେତିକି ବେଳେ କହୁଛନ୍ତି କଣ ହଉଛନ୍ତି ନା, ଯେମିତି ଲାଗୁଛି ତାଙ୍କର ଏକ୍ଜିଷ୍ଟାନ୍ସ, ବିଶ୍ୱଗତ ଏକ୍ଜିଷ୍ଟାନ୍ସ ସତେ ଯେମିତି କଣ କରିବ ନା, ଲୋପ ପାଇଯିବ। କାରଣ ପ୍ରଥମ ଥର ମୁଁ ଆପଣଙ୍କୁ ବର୍ଣ୍ଣନା କହିଥିଲି ଆରମ୍ଭରୁ, ଆମେ ନିର୍ବାଣକୁ ଗୋଟିଏ ନେଗେସନ ବୋଲିକରି ଭାବି ନେଇଛୁ, କିନ୍ତୁ ଶ୍ରୀ ଅରବିନ୍ଦ ତାକୁ ନେଗେସନ ରୁ କଣ କଲେ ନା, ପଜିଟିଭ ଆଡକୁ ନେଇଗଲେ ଏବଂ ତାକୁ ବାଛିବା ପାଇଁ ବୁଝିବା ପାଇଁ ଚେଷ୍ଟା କଲେ। ଏଇ ଯୋଉ ନେଗେସନ ବୋଲିକରି କହୁଛନ୍ତି, ଏଇ ଯୋଉ ନେତି ବା ମୟକୁ କହୁଛନ୍ତି, ସେଇ ଯୋଉ ନେଗେଟିଂ ଏମ୍ପଟିନେସ, ତାରି ଭିତରେ ଗୋଟିଏ ମା ଶବ୍ଦ ଶୁଣିବା ଆରମ୍ଭ କରୁଛନ୍ତି। ମା ହେଉଛନ୍ତି ସାବିତ୍ରୀ। ତେଣୁ ମା କଣ କରୁଛନ୍ତି, ଗୋଟିଏ ଅବଶ୍ୟ ମା ସାବିତ୍ରୀ ହଉଛନ୍ତି ମା। ତେଣୁ କଣ କହୁଛନ୍ତି, ସେତେବେଳେ ଗୋଟେ ଶବ୍ଦ ଶୁଣିବା ଆରମ୍ଭ କରୁଛନ୍ତି। ସେ ଶବ୍ଦଟା ଥିଲା କେମିତିକା ଶବ୍ଦ ଶୁଣୁଛନ୍ତି, ଯାହାକୁ କି ଅତିକ ସମୟରେ ଯଦି ଆପଣ ମାନେ ସାବିତ୍ରୀ ସହିତ ସାମାନ୍ୟ ଟିକେ ପରିଚିତ ଥିବା, ତାହେଲେ ସେଇଥିରେ ଶ୍ରୀ ଅରବିନ୍ଦ ତାକୁ ବର୍ଣ୍ଣନା କରୁଛନ୍ତି। ସେଇ ଯୋଉ ଶବ୍ଦ ଗୁଡାକୁ ବଡ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ସେ ବର୍ଣ୍ଣନା ଭିତରେ ଆସୁଛନ୍ତି, କହୁଛନ୍ତି I have created all I ever. ସାବିତ୍ରୀ ଏଇଠି ହେଇଯିବ, କୁଆଡକୁ ଯିବା ଦରକାର, ସାକେତ ଗୋଲକ ବୈକୁଣ୍ଠକୁ ଖୋଜିବାର କୌଣସି ଆବଶ୍ୟକତା ନାହିଁ, ସବୁ ଯାକ ମା ଆପଣଙ୍କ ପାଇଁ, ପ୍ରଭୁ ଆପଣଙ୍କ ପାଇଁ ଏଇଠି ରଖିଦେଇ ଯାଇଛନ୍ତି। ତେଣୁ କଣ କହିବା ଆରମ୍ଭ କଲେ, I have created all I ever, ସବୁର ସ୍ରଷ୍ଟା ମୁଁ ଏବଂ ସବୁର ବିନଷ୍ଟା ବି ହଉଛି ମୁଁ। I am death, the dark terrible mother of life, ମୁଁ ହଉଛି ସେଇ ମୃତ୍ୟୁ, ସେଇ ହଉଛି ମଦର, ହଉଛି ଜୀବନର ଡାର୍କ ଟେରିବୁଲ ମଦର, ଯାହାକୁ ଆପଣ ଅନ୍ଧକାରର ଘନତ୍ୱ ମଧ୍ୟରେ ଖୋଜି ପାଉଛନ୍ତି, ଦେଖି ପାଇକରି ଭୟ କରୁଛନ୍ତି, ମୁଁ ହଉଛି ସେଇଆ। I am କାଳି, black and naked in the world, ତୁମେ ଯୋଉ କାଳି ବୋଲିକରି କହୁଛ, black and naked in the world, ମୁଁ ହଉଛି ସେଇ। ତାର ପରବର୍ତ୍ତୀ ଅବସ୍ଥାରେ କହୁଛନ୍ତି I am Maya and the universe is my cheat, ସେ ଯୋଉ ମାୟା ବୋଲିକରି କହୁଛନ୍ତି, କିଛି ଦିନ ପୂର୍ବରୁ ମାୟା, ଦେବ ମାୟା, ଅତିମାନସ ମାୟା, ବିଭିନ୍ନ ମାୟାର ବିଭିନ୍ନ ସ୍ତର ବର୍ଣ୍ଣନା କରିଥିଲି, 7-8 ଦିନ ପୂର୍ବରୁ, ବୋଧହୁଏ ଆପଣ କିଛି ଯଦି ଥିବେ ତା ଭିତରେ ଶୁଣିଥିବେ। ତେଣୁ ଏଇଭଳି ଅବସ୍ଥାରେ ସେ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ମୁଁ ହଉଛି ସେଇଆ, ଇଏ ହଉଛି ଭଏସ ଆସୁଛି, ଇଏ ହଉଛି, ୟାକୁ କହନ୍ତି, ୟାକୁ ଯଦି ଅନ୍ୟ ଭାଷାରେ କହିବେ, ଶ୍ରୀ ଅରବିନ୍ଦ କହୁଛନ୍ତି ଭଏସ ଅଫ ଦ ନାଇଟ, ଭଏସ ଅଫ ଦ ନାଇଟ, ସେଇ ଯୋଉ ଅନ୍ଧକାଳିମାର ଇଏ ହଉଛି କଣ୍ଠସ୍ୱର, ରୁଦ୍ଧ କଣ୍ଠସ୍ୱର।
ये कंठस्वर चलीगला परे परे कौन होची ना आपण माने देखुचंती आउ गोटे कंठस्वर आसिक पहुंचुची सी होची कोन ना कोन होची वॉइस ऑफ नाइट चेंजिंग द वॉइस ऑफ लाइट चेंजिंग द वॉइस ऑफ नाइट अंधकार को फॉलो करी करी चेस करी करी बर्तमान जो वॉइस आसुची होची ज्योतिर्मय तार स्वर आसिक पहुंचुची तेणु ये जो नेगेटिव एब्सोल्यूट को जो नेगेटिव स्वर गुडाक शुणी सारिला परे इम्पॉसिबिलिटी ऑफ हैप्पीनेस ये आसिक कहउछन्ती एथिरे किछि इम्पॉसिबिलिटी ऑफ हैप्पीनेस सुखर संभावना किछि नाही सेतिके बेले कहउछन्ती ए जो ये होची पृथ्वीटा होची जंत्रणार पृथ्वी इम्पॉसिबिलिटी आ भितरे रहिछि निजको कोन करिवो मैनिफेस्ट करिवा पई कहउछन्ती कोन कहउछन्ती इम्पॉसिबिलिटी जो मैनिफेस्ट करी जो अनएबल को आपण मैनिफेस्ट करबा को चाहउछन्ती ताहा एक बार असंभव एई भली शब्द करी करी आपण को डिसुएट करूछन्ती कना से होछन्ती भय शब्द नाइट याको सुनुछन्ती याको सुनि सारिला परे कोन होछन्ती जहा को कहउछन्ती दे ब्लैंक इंटरनल बोली के कहउछन्ती सेही होची ट्रू जहा तमे देखुछ मृत्यु बोली देखिछ जम बोली के देखिछ जंत्रणा बोली देखिछ दुनिया रे सेही गुडा करसी ताको छाडले दुनिया रे अन्य किछि सत्ता अवश्य न थाई पारे तेणु सेतिक बेले कोन होछन्ती ना सेति कोन होछन्ती मा कोन करूछन्ती ताको सुनि सारिला परे तार परवर्ती स्तर पई आसिक दोछन्ती कहउछन्ती नो ता वार्निंग मध्ये दोछन्ती से स्वर से जो वॉइस ऑफ नाइट कहउछन्ती नो दाई सेल्फ एंड द सीज फ्रॉम द भेन एक्जिस्टेंस ये जो निजो को जानिबा को चेष्टा करो निजर परिधि को मापिबा को चेष्टा करो निजो को भाबी बुझीबा को चेष्टा करो ये जो भेन एक्जिस्टेंस जहा को नेके तुमे जो जाइछो साधना करूछो सेतुरु कोन करो ना विरत होबा को चेष्टा करो एही कथा सुनि सारिला परे सेटु कोन होउचन्ती तार परवर्ती अवस्था रे कोन होउचन्ती बैरन साइलेंस एही शब्द सुनि सारला परे मु नुहे आपण नुहे ये मां को पनी ता प्रयोज्य नुहे किंतु प्रथम रु आपण को कहिछि जे अंतत एही धारा भितरे ये कोन इछ ना लेखा आइछि साधनार प्रगति हेछि साधनार एडवेंचर एही भले हेछि तले केमिति का कथा काहे के हबार कारण कोन कारण मां श्री अरविंद जहा को आपण को करि देई करी गले साधना रे जहा लेखि देई गले निजे जेमिति तांको पाई से सब जिनिस प्रयोज्य नथिला ताहले काहे कि मानवीय लीला करी मानव समाज को देखाई दबा पई आसिले जो माने साधना करबा को चाहुच जो माने से रास्ता को जीवा पई जाउच तम पई रास्ता होची एई भलिया जेमिति जेमिति फ्लो चार्ट जेमिति आरंभ करथिबे जदि आपण कंप्यूटर साइंस रे जेमिति लिखिथिबे ई कॉमर्स करथिबे जावा करथिबे सी सी प्लस प्लस करथिबे विभिन्न प्रकार ओराकल करथिबे विभिन्न प्रकार आथिबे सेथरे लेखाई छि कॉमा फुल स्टॉप करी करी एई भलिया हेई करी जाई छि तनु तार परवर्ती अवस्था को आपण जानतु तेनु श्री अरविंद स्मार्ट साधना करी करी देखाई देले रास्ता होची एई भलिया हमगु सेही रास्ता रे जीवा को पड़िबो तेनु आमे से रास्ता रे जीवा एवं केउठी हमकु ऊर्ध्वगामी होबा को पडुछि एवं कोउठी हमकु अधगामी होबा को पडुछि ता मध्ये देखाई देई गले तेनु ए जो वॉइस ऑफ नाइट ता जतबेले सुनिबा आरंभ कले ताकू सुनि सारिला परे अंतत आमे जे माने अछु हमर हृदय रा केमिति होतिबो ताहा चिंता करंतु किंतु ताहार परवर्ती अवस्था रे मा सुनुचंती वॉइस ऑफ लाइट कहउचंती वॉइस ऑफ लाइट कैपिटल एल चेंज करूची काहाकू ना वॉइस ऑफ नाइट को से शब्द परे ये शब्द आसिक पहुंचनी कोजनी कोन डोंट एक्सपोज द किंगडम ऑफ फेलिसिटी तुमे ये नैराश्यवाद भितरे रहिबा को आसे ना हो मां आपण कहंती आनंदमयी चैतन्यमयी सत्यमयी परमा दिव्य जननी बोली कहउचंती काहे के कहउचंती ताकू जदि पचारले मु जानिनी आपण माने केमिति अछन किंतु म आलोचना करिछि अनेक ग्रुप में आलोचना करिछि काहे के ताकू आनंदमयी कहउचंती काहे के चैतन्यमयी कहउचंती काहे के सत्यमयी कहउचंती म अनेक जिंस मांकर अनेक रूप वर्णना करिछि यूनिवर्सल मदर ट्रांसेंडेंट मदर लागु आरंभ करी बहुत जिंस आलोचना करिछि होपफुली आपण कानरे टिके टिके पडिथिबो तेणु वर्तमान कहले हे जननी तुमे जो आसी जो नारी कहउचंती तुमे आसीछ कोन पई आसीछ ये रात्रि रो अंधकार कालीमा स्वर सडे निजको सही कालीमा भितरे विदग्ध करि दबा को आसी नाओ तुम जीवन रो लक्ष्य अछि तुमर एक्जिस्टेंस तुम स्थिति रो अनेक मूल्य अछि समय बदलाई दबा पई आसीछ इतिहास नुआ लेखिया को आसीछ तेणु तुमे ता भितरे भय करि जाओ ना केमिति आसुची डोंट एक्सपोज द किंगडम ऑफ फेलिसिटी टू द एनिमी किंगडम ऑफ फेलिसिटी आमे राज्य को देखिछु भिन्न भिन्न राज्य को देखिछु भिन्न भिन्न प्रोविंस को देखिछु किंतु साधना रे जो समाज जहा को रिप्रेजेंट करूचनी मा बहुत हजार हजार जिंस को रिप्रेजेंट करूचंती ता देरु गोटिए जिंस को जहा रिप्रेजेंट करूचंती बोली आपण माने जानुचंती किंगडम ऑफ फेलिसिटी किंगडम ऑफ फेलिसिटी सेई जो बुझाइति पई आपण कहउचनी आनंदमयी चैतन्यमयी सत्यमयी विभिन्न प्रकारमय को रखुचंती
ताकू कौन कर सेई जो जिनसा को एक्सपोज करो ना क्या तुम शत्रु को जदि गेटा जेपर्यंत राजद्वार गेटा जेपर्यंत बंद हो रही शत्रु मैंने भर को प्रवेश करें ना थे जदि तुम शत्रु आड़ को जब खोलीदेवा आरंभ कर प्रवेश करवा ही करेंगे आउ थे जदि करगला निजर स्थिति जे केते असमाल केते दुख कल्पना भी केबे करि नथिबे स्वप्न भी देखि नथिबे तार परवर्ती अवस्था कहते कौन कहते एडभेंचर रही जाओ ना शत्रु को डाक ना ताले कौन मुझे शोक रही कड़ फड़ बंद कर शोक रही कहले ना आगू जीव काहण कौन करने को पड़ो ना से जिनस को कहते जहाँ कर श्री अरविंद कहते एडभेंचर एडभेंचर अनेक भाषा लिखिं एडभेंचर बोलिक शब्द लिखिथे अंततः एडभेंचर किरंतनी प्रथम पेज रे ही आप एडभेंचर शब्दटा आप पाउथिबे तार परवर्ती अवस्था ये जो एडभेंचर श्री अरविंद लिखुंट एडभेंचर ऑफ कॉन्शियसनेस एंड जॉय बहुत बड़ बड़ कथा मुझे जाऊनी मो समय हेनी तेणु एठी कहते कौन ना ये जो एडभेंचर कर फर्दर रही जाओ ना चरईबती 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 आत्मा आगू जाऊ आगू जाऊ आगू जाऊ आउ कौन कर मेक द वर्ल्ड दाइन तुम्हें आसीन केवल पंडिचेरी रहीकि प्यारिस रहीकि तपस्या करने साधना करने चराचर भ्रमार तुम्हें हूँ मालिक तेणु तुम्हें कौन कर एडभेंचर कर होल वर्ल्ड सारा विश्व को निजर चपेट भीतर को निजक नियो सुरक्षा देवाई चेष्टा कर भय कर ना टू बी नथिंग दैट मस्ट बी ऑल सी तो कहूँ मुझे तार मालिक तेणु सी तार कारनामा देखुची कि भायस करुचे किंतु आपण निजे जानी नो दाई सेल्फ प्रथम तुम्हें जान तुम्हें बुझ मु कौ मिशन आसी कौ विजन आसी तेणु से अनुपात आस तुम्हें हूँ विश्व जननी सारा विश्व को तुम्हें निजर बाहु छाया तले आश्रय देवाई आसी तो तार परवर्ती अवस्था को आसुच्च कौन कर आरंभ कले धीरे 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 आसुच्च कौन ल्यूमिनस किंगडम इन गॉड्स डार्क तुम अवतरी आसबार उद्देश्य हूँ कौन ना ये तुम्हें आसीच कौन करने दाउ हास्ट कम टू फाउंड द ल्यूमिनस किंगडम ऑफ द गॉड्स डार्क तार भितर अंधकार भितर तो समस्ते चित्कार करुँच किंतु अंधकार रे आलोकर जो अंत स्वर अच्छी देखा प्रचेषा कर ना किंगडम ऑफ ल्यूमिनस किंगडम इन गॉड्स डार्क तो ये जो पृथ्वी रे जो भगवान कर जो अंधकार अच्छी तारी भितर समस्ते देखुं अंधकार को देखुं कहले आउ टे सरल भाव में बुझौना ना सरल भाव यही भाया बुझीपारे ना केमिति ना जन्न को देखी जन्न को देखी अनेक गीत बोली से जन्न को देखी पिला मानक आप गीत शुणी अजन्न मामू शरद शशि मुकन्न हाथ में पड़े कषि किछि दिन गला से जो बापाटे आसी पुओटा को कांधरे बसईकरी कही तू उड़ी जा से जन्न मंडल को ये कहानी आप शुणिथे जितेबाला आपण मैंने चिंता करूँ जो कुमार पूर्णिमा गजलक्ष्मी पूजा करेंगे से कुमारी माने कौन कर चंद्र को बह कर चंद्र पर जड़े स्वामी पाइबापी अनेक दिन पर जितेबाला चंद्र मंडल में जितेबाला जाकर सैटेलाइट लॉन्च करने आरंभ कला आउ से मेसेज पठेला चित्र पठेला चंद्र हूँ कौन ना ये पहाड़ पर्वत जर परिपूर्ण होता अंचल मु जानी केते जन नाकर यही स्वप्न देखुवा जो मैंने चंद्र को बाहर चंद्र को निजर स्वामी बोली चिंता करते काय मन वाक्य स्थिर करते भर केते जन जे निजक प्राण विसर्जन करनी कहबार आवश्यकता ना किंतु तार दुईटा साइट अच्छी गोटाए साइट हूँ कौन ना जो आलोकित अंचल को आपण देखुं तार सेपटे जो सदर्न वेस्ट ओरिजिन जो देखुं जो कि आप चंद्रायन जाकर पहुंची कौन ना जीवन संभावना अच्छी ये देखुं कौन ना ज्योतिर्मयता देखुं किंतु जीवन संभावना देखुना जो पार्श्वटा अंधकार रही से अंधकार भितर पानी अच्छी बरफ अच्छी जीवन संभावना अच्छी अंत स्वर आपन को टाणिक नौची से ज्योतिर्मयता भीतर को खोजा चाहते ठीक से भाई कौन ना किंगडम ऑफ द गॉड्स डार्क ल्यूमिनस किंगडम ऑफ द गॉड्स डार्क एपट अलगाटा देखुं से अंधार को देखी पारना किंतु से अंधकार भितर जीवन अंत स्वर प्रति मुहूर्त प्रतिध्वनित होची प्रतिबिंबित होची प्रतिफलित होची संदेहर तिले मात्र अवकाश ना कहते कौन से खोजा चेष्टा कर कौन करने को पड़ो सफरिंग ऑफ द यूनिवर्स कौन कहते दाउ मस्ट बियर कौन होती तुम्हें जदि पृथ्वीर सुंदर भाव में श्री अरविंद वर्णना करुँच ये पृथ्वीर जंत्रणारू जदि मानव समाज को जी रक्षा करिवो सी ये पृथ्वीर जंत्रणा सहित एकीभूत हवा पड़ो ही वुड सेव दिस टॉयलिंग वर्ल्ड मस्ट शेयर इट्स पेन जदि से ये पृथ्वीर पार्थिव जंत्रणा जदि भाग न निए जदि तार भीतर जदि धार न धारे ताले पृथ्वी को रक्षा करिवो केमिति पड़ी गला माने जदि कहीं जने साइकल धरी पिलाटी पड़ी जाइथिबो जाउथिबो
ତାକୁ ଦେଖି ସାଙ୍ଗ ପିଲାମାନେ ତାଳି ମାରନ୍ତି, ହସନ୍ତି, ଯାହା ହଉ ପିଲାଟା ପଡି ଯାଇଛି, ଖୁସି ଲାଗୁଛି, ଆନନ୍ଦରେ ଭଉଛନ୍ତି। କିନ୍ତୁ ସେ ଜାଣିନାହାନ୍ତି ପଡି ଯାଇଥିବା ପିଲାଟା ଭିତରେ ଯୋଉ କଷ୍ଟ ହଉଥିବ, ତାକୁ ଯୋଉ ଚିତ୍କାର କରିଥିବ, ତାର ଯୋଉ ଅନ୍ତଃସ୍ୱର, ଯୋଉ ଚିତ୍କାରର ଅନ୍ତଃସ୍ୱର ଆମକୁ ଶୁଭେ ନା। କିଛି ଦିନ ଗଲା ପରେ ତାଳି ମାରୁଥିବା ପିଲାମାନେ ଯେତେବେଳେ ନିଜେ ପଡିଯାଇ ସେଇ ଯନ୍ତ୍ରଣାରେ ପଡି ଛଟପଟ ହଉଥିବେ, ସେମାନେ ଭାବୁଥିବେ ତାଙ୍କ ନିଶ୍ଚିତ ପଡିଯିବାଟା କେତେ କଷ୍ଟ, ଯନ୍ତ୍ରଣାର ଅନ୍ତଃସ୍ୱର କେମିତି, କଷ୍ଟ ହେଲେ କେମିତି ଲାଗେ। ଏଭ୍ରିଥିଙ୍ଗ ଇଜ ଫନି ହ୍ୱେନ୍ ଇଟ୍ ହାପନ୍ସ ଟୁ ଅଦର୍ସ। ଅନ୍ୟମାନେ କଷ୍ଟ ପାଉଥିଲା ବେଳେ ଆମେ ତ ନିଶ୍ଚିତ ଭାବରେ ତାଳି ମାରୁ, କିନ୍ତୁ ନିଜେ ଯେତେବେଳେ କଷ୍ଟ ପାଇବା ଆରମ୍ଭ କରୁ, ଆମ ଯନ୍ତ୍ରଣାର ଅନ୍ତଃସ୍ୱର ହୁଏତ କାହା କର୍ଣ୍ଣ ଗହ୍ୱରରେ ଝଙ୍କରିତ ହୋଇ ଉଠେ ନା। ତେଣୁ ଏଇଥିପାଇଁ କହୁଛନ୍ତି ସବୁ ସ୍ୱର ଶୁଭିବା ଆରମ୍ଭ କରୁଛନ୍ତି, କଣ ନା ଯନ୍ତ୍ରଣାକୁ ତୁମେ ଭାଗି ଉଦ୍ଧାର ହୁଅ, ୟୁନିଭର୍ସାଲ ପେନ୍ କୁ ତୁମେ ନିଜର କର। ନିଜର ଯୋଉ ଚିନ୍ତା ଗୁଡାକ ଅଛି ତମେ କଣ କରିବ ନା ତାକୁ ଫୋପାଡି ଦିଅ। ନିଜ ଚିନ୍ତାକୁ ବାସି ନାହଁ, ତୁମେ ଆସିଛ ଜଗତର ଜନନୀ ହେଇ, ଜଗତକୁ ଉଦ୍ଧାରକାରିଣୀ ହେଇକରି, ଉତ୍ରାତା ଉଦ୍ଧତା ହେଇକରି ଆସିଛ। ତେଣୁ ତାକୁ ଫୋପାଡି ଦିଅ। କଣ କରିବାକୁ ଫୋପାଡି ଦବ? ଆଉ କଣ କରିବ? ବି ଦ ଗଡ୍ସ ଭଏଡ୍, ବି ଦ ଗଡ୍ସ ଭଏଡ୍। କଣ କରିବା ପାଇଁ ଆସିଛ? ଟୁ ଡିସ୍କଭର ଦ ଟ୍ରୁଥ ଅଫ ଦ ମିଷ୍ଟ୍ରି। ସେଇ ରହସ୍ୟମୟ ତାର, ସେଇ ଯୋଉ ରୁଦ୍ଧ ଦ୍ୱାର ଭିତରକୁ ଯିବା ପାଇଁ ଆସିଛ, ସେ ତରଙ୍ଗଟାକୁ ଫୋପାଡ଼ି ଦେବା ପାଇଁ ଆସିଛ, ସେ ଭେଲ୍ ଆବରଣଟାକୁ ଫୋପାଡ଼ି ଦେବାକୁ ଆସିଛ। ସେଇ କଥା ମନେ ପକେଇଥାନ୍ତୁ। ଯଦି କିଛି ଦିନ ଗଲା, କିଛି ପୂର୍ବରୁ ଯେତେବେଳେ ମହାଭାରତ ଯୁଦ୍ଧ ହଉଛି, ଯୁଦ୍ଧର ଅୟମାରମ୍ଭରେ ସୃଷ୍ଟିରେ ଯେତେବେଳେ କହୁଛନ୍ତି ଦୁଇ ସେନାକୁ ଦେଖି ସାରିଲା ପରେ ଅର୍ଜୁନ କହୁଛନ୍ତି ମୁଁ ଯୁଦ୍ଧ କରିବି ନାହିଁ, ତାଙ୍କୁ କୁହାଯାଉଛି ତୁମକୁ ଯୁଦ୍ଧ କରିବା ପାଇଁ ବ୍ୟତୀତ ଅନ୍ୟ କିଛି ରାସ୍ତା ହିଁ ନାହିଁ। ତୁମେ ତ ଯନ୍ତ୍ରଣା ଭୋଗି ସାରିଛ, ବନବାସ ହେଇଯାଇଛି, ଅଜ୍ଞାତବାସ ହେଇ ସାରିଛି, ତାରି ଭିତରେ ଯତୁଗୃହ ମଧ୍ୟ ହେଇସାରିଛି, ତାରି ପୂର୍ବରୁ ଯୋଉ ବସ୍ତ୍ରହରଣ ମଧ୍ୟ ହେଇସାରିଛି, ସବୁ ଯାକ ସଂଗଠିତ ହେଇସାରିଛି। ବର୍ତ୍ତମାନ ତୁମର ଆଉ କିଛି କରିବାରେ ନାହିଁ। ଜୀବନ ତ ଗୋଟେ ପ୍ରକାର ଦେଖିଛ, ଜୀବନର ଦ୍ୱିତୀୟ ଦୃଶ୍ୟ ଦେଖିବାକୁ ଚେଷ୍ଟା କର। କାହିଁକି? ନିଜ ପାଇଁ ତୁମେ ଆସିନ, ତୁମେ ଯୋଉ ଇତିହାସ ତିଆରି କରିଦେଇଯିବ, ତୁମେ ଯୋଉ ସୃଷ୍ଟିର ସଂରଚନା କରିଦେଇଯିବ, ତୁମେ ଯୋଉ ନୂଆ ଜୀବନର ଏକ ନୂତନ ଦୀପଖଣ୍ଟା ଜଳିକରି ଦେଇଯିବ, ତାହା ଅତୀତକୁ, ତାହା ଭବିଷ୍ୟତକୁ ଅନେକାଂଶରେ ପ୍ରଭାବିତ କରିବ। ତେଣୁ ତୁମ ପାଇଁ ତୁମେ ଯୁଦ୍ଧ କରିବାକୁ ଆସିନ, ପୃଥିବୀ ଆଗରେ ଏକ ନୂତନ ମିସାଲ ଜାଳିବା ପାଇଁ, ଏକ ନୂଆ ଇତିହାସ ତିଆରି କରିବା ପାଇଁ, ନବ ସୃଷ୍ଟିର ରଚନା କରିବାକୁ ଆସିବ। ତାର ପରବର୍ତ୍ତୀ ଅବସ୍ଥାରେ ହୁଏତ ଆପଣମାନଙ୍କ ପାଇଁ ହେଇପାରେ ବିଶ୍ୱରୂପର ପରିକଳ୍ପନା ହେଇଥିଲା। ତାହାରି ମଧ୍ୟରେ ଆପଣମାନେ ଦେଖିଥିବେ ମଧ୍ୟ ଇତିହାସରେ ଭଗବତ ଗୀତା ଲେଖା ହେଇଥିଲା। ହୁଏତ ଯଦି ସେ ନାରାଜ ନ ହେଇଥାନ୍ତେ, ମୁଁ ଯୁଦ୍ଧ କରିବି ନାହିଁ ବୋଲି ନ କହିଥାନ୍ତେ, ହୁଏତ ତାହା ସମ୍ଭବ ହେଇନଥାନ୍ତା। ତେଣୁ ଏଠି ମଧ୍ୟ ସେଇଭଳିଆ କହିବାକୁ ଆସିଛନ୍ତି, ତୁମେ ଯୋଉ ଆସିକରି ପହଞ୍ଚିଛ ସେଇ ରହସ୍ୟମୟ ତାର, ସେଇ ଯୋଉ ଗ୍ରନ୍ଥିତାକୁ ଅନାବରଣ କରିବାକୁ ଆସିଛ, ସେଇ ଜିନିଷ କରିବାକୁ ଚାହଁ। ସାବିତ୍ରୀ କଣ କରୁଛନ୍ତି? ତାପରେ କଣ କରୁଛନ୍ତି? ପ୍ଲଞ୍ଜେସ୍ ଡିପ୍ ଇନଟୁ thyself। ଭିତରକୁ ପ୍ଲଞ୍ଜ ମାନେ ଲମ୍ଫ ପ୍ରଦାନ କରିବା। କୁଆଡକୁ ଲମ୍ଫ ପ୍ରଦାନ କରୁଛନ୍ତି? ନା ନିଜ ଭିତରକୁ। ନିଜେ ନିଜ ଭିତରକୁ କଣ କରୁଛନ୍ତି? ଲମ୍ଫ ପ୍ରଦାନ କରୁଛନ୍ତି। ସେ କଣ ହେଇଯାଉଛନ୍ତି? ଦ୍ରଷ୍ଟା ହେଇଯାଉଛନ୍ତି, ୱିଟନେସ୍ ହେଇଯାଉଛନ୍ତି। ୱିଟନେସ୍ ହେଇକରି କଣ କରୁଛନ୍ତି? ଦ୍ରଷ୍ଟାର କାମ ହଉଛି କଣ? ନା ଦେଖିବା। ସାବିତ୍ରୀଟି କଣ ଦେଖିବାକୁ ଆରମ୍ଭ କଲେ? ଡ୍ରାମା ଅଫ ଲାଇଫ ଆଣ୍ଡ ମାଇଣ୍ଡ ଇନ ଦ ଇନର ସେଲ୍ଫ। ଜୀବନର ପ୍ରତିଟି ମୁହୂର୍ତ୍ତରେ ଆପଣ ଜୀବନର ମୋର ଏବଂ ଆପଣଙ୍କର ଏବଂ ଚାରିପଟରେ ଘଟୁଥିବା ଜୀବନର ନାଟକକୁ ନାଟକୀୟ ଭଙ୍ଗୀରେ ପ୍ରତି ମୁହୂର୍ତ୍ତରେ ଦେଖିବା ଆରମ୍ଭ କରୁଛନ୍ତି। କିନ୍ତୁ ଏ ଯୋଉ ଦ୍ରଷ୍ଟା ଆପଣ ଦେଖୁଛନ୍ତି, କଣ ଦେଖିବାକୁ ଚାହୁଁଛନ୍ତି? ଡ୍ରାମା ଅଫ ଲାଇଫ ଆଣ୍ଡ ମାଇଣ୍ଡ। ମନ ଏବଂ ପ୍ରାଣର ଯୋଉ ନାଟକଟା ଅଛି, ସେ ତା ଭିତରକୁ ଯାଇକରି ଦ୍ରଷ୍ଟା ପୁରୁଷ ସାଜିକରି ଦେଖିବା ଆରମ୍ଭ କରୁଛନ୍ତି। କୋଉଠିକାର? ନା ଇନ ଦ ଇନର ସେଲ୍ଫ। ସେତିକିବେଳେ କଣ ଅବଜର୍ଭ କରୁଛନ୍ତି? ନା ବର୍ଥ ଅଫ ଥଟ୍। ଏ ଚିନ୍ତାଟା କେଉଁଠୁ ତିଆରି ହଉଛି, କେଉଁଠୁ ସ୍ଫୁରଣ ହଉଛି? ଯୋଉ ଚିନ୍ତା ବୋଲିକରି କହୁଛନ୍ତି, ଶ୍ରୀ ଅରବିନ୍ଦ ଅନ୍ତତଃ 100ରୁ ଉର୍ଦ୍ଧ୍ୱ ପ୍ରକାର ମନର ପରିକଳ୍ପନା କରିଛନ୍ତି। ଇଏ ହଉଛି ଗୋଟିଏ ପ୍ରକାର ମନର ଚିନ୍ତା, ଯୋଉଟା କି ଆମେ ଦେଖିଛୁ ଫିଜିକାଲ ୟୁନିଭର୍ସରେ ବାହ୍ୟ ଚିନ୍ତାକୁ ଦେଖିଛୁ, କିନ୍ତୁ ଶ୍ରୀ ଅରବିନ୍ଦ ଭିନ୍ନ ଭିନ୍ନ ସ୍ତରରେ ଯାଇକରି ଚିନ୍ତନକୁ ପରିପ୍ରକାଶ କରିଛନ୍ତି ଇନର ସେଲ୍ଫରେ। ସେତେବେଳେ କହୁଛନ୍ତି, କଣ ହଉଛନ୍ତି? ଆକ୍ଟିଭିଟିଜ ଅଫ ଦ ଭାରିୟସ୍ ଫାକଲ୍ଟିଜ ଅଫ ଦ ସବଟଲ ସେଣ୍ଟର ଅଫ କନସିୟସନେସ୍। ଚେତନାର ସୂକ୍ଷ୍ମ ଅନୁଭୂତି ମାନଙ୍କୁ ସେ କଣ କରୁଛନ୍ତି? ନା ଦେଖିବା ଆରମ୍ଭ କରୁଛନ୍ତି। ତାପରେ କହୁଛନ୍ତି ଟୋଟାଲିଟି ଅଫ ଦ ୟୁନିଭର୍ସ। ଦେଖୁଛନ୍ତି ଏ ଯୋଉ ସୃଷ୍ଟି, ଏଇ ସୃଷ୍ଟିର ଗୋଟିଏ କୋଣରେ ଆମେ ଠିଆ ହେଇକରି ଭାବୁଛୁ ଆମେ ହଉଛୁ ପୃଥିବୀର, ଭାରତରେ ରହୁଥିବା ଓଡ଼ିଶାର ଅଧିବାସୀ, ବାସ୍ ଗ୍ୟାସ୍ ଆମେ ତାକୁ ବର୍ଣ୍ଣନା କରୁଛୁ। କିନ୍ତୁ ମା ଯେତେବେଳେ ଚେତନାର ଏକ ବିଶାଳ ସ୍ତର ଭିତରକୁ ଯାଇକରି ପହଞ୍ଚିଥିଲେ, ସେ ନିଜେ ହଉଛନ୍ତି ଚେତନାମୟୀ। ତେଣୁ ତାଙ୍କ ଉପରେ କଣ ବର୍ଣ୍ଣନା କରିବା? ଏନିୱେ ଶ୍ରୀ ଅରବିନ୍ଦ ଯେତେବେଳେ ଲେଖିଛନ୍ତି, ତେଣୁ ଆପଣଙ୍କ ଆଗରେ କେବଳ କହିବା କଥା, ନଚେତ କିଛି ନାହିଁ, କାରଣ ସେ ସବୁ ଗୁଡାକରୁ ଉଠନ୍ତି ସେମାନେ।
ତେଣୁ ଏତିକି ବେଳେ କହୁଛନ୍ତି ଟୋଟାଲିଟି ଅଫ ଦ ୟୁନିଭର୍ସ ତା ଭିତରକୁ କଣ କରିବାକୁ ଯାଉଛନ୍ତି ତାଙ୍କର କହୁଛନ୍ତି କଣ ଯୋଉ ଟୋଟାଲିଟି ଅଫ ଦ ୟୁନିଭର୍ସ ରେ ଆମେ କହୁଛନ୍ତି ତା ଭିତରେ ଦୁଇଟା ସ୍ତର ଅଛି ନେଚର ଟୁ ସୁପର ନେଚର ଗତକାଲି ବୋଧେ ଆଲୋଚନା କରୁଥିଲି ହୋପଫୁଲି ଯଦି କିଏ ଥିବେ ତା ଭିତରେ ଆପଣ ଯାଇଥିବେ ନେଚର ଟୁ ସୁପର ନେଚର କେମିତି କଣ ନେଚର କଣ ସୁପର ନେଚର କଣ ନେଚରରୁ ସୁପର ନେଚର କେମିତି ଯିବା ଗତକାଲି ରାତିରେ ଆଲୋଚନା କରିଥିଲି ଟିକେ ଶୁଣିଥିବେ ଯଦି ତେଣୁ ସେତିକି ବେଳେ କହୁଛନ୍ତି କଣ ହାଇ ମିଟିଂ ଅଫ ହାଇ ଉଚ୍ଚଟା କେମିତି କଣ ଆସିକରି ଆବିଷ୍କୃତ ଲୋକଟାକୁ କେମିତି ଭେଟୁଛି ତାକୁ ସବୁ ଭେଟୁଛନ୍ତି ତାର ପରବର୍ତ୍ତୀ ଅବସ୍ଥାରେ କହୁଛନ୍ତି ଦେଖୁଛନ୍ତି ମାଇଟି ପାୱାର ଅଫ ଦ ନେଚର ଶକ୍ତିଶାଳୀ ସତ୍ତା ମାନଙ୍କୁ ମା ଦେଖିବା ଆରମ୍ଭ କରୁଛନ୍ତି ରୋଲ ଅଫ ଦ ଇଣ୍ଡିଭିଜୁଆଲ ଅଫ ଦ ଇନଷ୍ଟ୍ରୁମେଣ୍ଟ ଯନ୍ତ୍ର ଭାବରେ ସତ୍ତା ମାନଙ୍କର ଆବଶ୍ୟକତାକୁ ତାଙ୍କର ଭୂମିକାକୁ ଦେଖୁଛନ୍ତି ଆହୁରି ଦେଖୁଛନ୍ତି କଣ ଗଡ ଆଣ୍ଡ ନେଚର ଇଏ ହଉଛନ୍ତି କଣ ନା ଟଙ୍କାର ଦୁଇଟା ବର୍ଷ ଯେମିତି କହୁଛନ୍ତି ଅଭର୍ସ ରିଭର୍ସ ତାକୁ ଦେଖିବା ଆରମ୍ଭ କରୁଛନ୍ତି ସୋଲ୍ସ ଆକ୍ସେପ୍ଟାନ୍ସ କହୁଛନ୍ତି ସେଠି ସୁନ୍ଦର ଭାବରେ ଗୋଟେ କଥା କହୁଛନ୍ତି ଗୋଟେ ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି ଓନ୍ଲି ଦ ସୋଲ୍ସ ଆକ୍ସେପ୍ଟାନ୍ସ ଇଜ ହିଜ ଓନ୍ ଗୋଟେ ସୁନ୍ଦର ତିନୋଟି ଲାଇନ ମୁଁ କହୁଛି ସମୟ ତ ହେଲାଣି ଆଉ ହାର୍ଡଲି 10 ମିନିଟ୍ ଆମ ପାଖରେ ଅଛି ତେଣୁ କଣ କରିବା ସେ କହୁଛନ୍ତି ଅଲଦୋ ହିଜ ଇଗୋ କ୍ଲେମ୍ସ ଦ ୱାର୍ଲଡ ଫର ହିଜ ଓନ୍ ୟୁଜ୍ ତେଣୁ କଣ କରୁଛନ୍ତି ଅହଙ୍କାର ଆମର ସବୁ କହୁଛନ୍ତି ଏ ସବୁ ଜିନିଷ ଯାହା ତିଆରି ହେଇଛି ସବୁ ମୋ ପାଇଁ ସମୁଦ୍ର ତିଆରି ହେଇଛି ମୁଁ ତା ଦେହରେ ପହଁରିବି ସନ୍ତରଣ କରିବି ବ୍ୟବସାୟ କରିବି ପଶୁ ପକ୍ଷୀ ମାନେ ରହିଛନ୍ତି ମୋର ସେବା କରିବେ ଭୃତ୍ୟ ସାଜିବେ ମୋର କାମ କରିବା ଆରମ୍ଭ କରିବେ ପବନଟା ହେଇଛି କଣ ଫର ମି ଲଙ୍ଗସ୍ ଟୁ ବ୍ରିଥ୍ ସୂର୍ଯ୍ୟ କିରଣ ହେଇଛି କଣ ଚନ୍ଦ୍ର କିରଣ ହେଇଛି କଣ ଟୁ ଲାଇଟ୍ ଅନ୍ ମାଇ ରୋଡ ଇଏ ସବୁ ଜିନିଷ ହେଇଛି ମୋରି ପାଇଁ ହି ୱାଜ ଦ ଫାଷ୍ଟ କ୍ରିଏଟର ଆଇ ଏମ୍ ଦ ଲାଷ୍ଟ ସିଏ ପ୍ରଥମ ସ୍ରଷ୍ଟା ଥିଲେ ମୁଁ ହଉଛି ଅନ୍ତିମ ସ୍ରଷ୍ଟା ମୋ ଉପରେ ଆଉ ସ୍ରଷ୍ଟା କେହି ନାହାନ୍ତି ତେଣୁ ଏଇଭଳି ଅବସ୍ଥା ଭିତରେ ଯେତେବେଳେ ଯାଉଛନ୍ତି ଶ୍ରୀ ଅରବିନ୍ଦ ଆମକୁ ମନେ ପକେଇ ଦଉଛନ୍ତି ଅଲଦୋ ହିଜ ଇଗୋ କ୍ଲେମ୍ସ ଦ ୱାର୍ଲଡ ଫର ହିଜ ଓନ୍ ୟୁଜ୍ ଯେହେତୁ ଦେଖିଲେ ବି କଣ ଇଏ ପୃଥିବୀଟା ତିଆରି ହେଇଛି ମୁଁ ଫର ମାଇ ଓନ୍ ୟୁଜ୍ ଶ୍ରୀ ଅରବିନ୍ଦ କହୁଛନ୍ତି ସେଟା ସବୁ ଯାକ ମୋ ପାଇଁ ନୁହେଁ ମ୍ୟାନ ତାକୁ କହୁଛନ୍ତି କଣ କହୁଛନ୍ତି ମ୍ୟାନ ଇଜ ଏ ଡାଇନାମୋ ଇନ ଦ କସ୍ମିକ ୱାର୍କ ଏ ଯୋଉ ଜାଗତିକ କ୍ରିୟାଧାରା ଅଛି ମଣିଷର ଭୂମିକା ହଉଛି ଗୋଟିଏ ଡାଇନାମୋ ମାନେ କଣ ଯେମିତି ଆପଣ ଆଗରୁ ବହୁତ ଦିନ ପୂର୍ବରୁ ଫେରି ଯାଆନ୍ତୁ ଆପଣଙ୍କର କାଳେ ଯଦି ମନେ ଥିବ ଘଣ୍ଟା ସାଇକେଲ ରେଡିଓ ଯୁଗରେ ଯୋଉ ସାଇକେଲରେ ଗୋଟେ ଡାଇନାମୋ ଲାଗୁଥିଲା ଚଲେଇଲା ବେଳକୁ ଡାଇନାମୋ କଣ କରୁଥିଲା ନା କିଛି ଆଲୋକ ପ୍ରଦାନ କରୁଥିଲା ଯୋଉ ଆଲୋକ ଯେତେବେଳେ ଅନ୍ଧାରରେ ସମସ୍ତେ ବସିଥିଲେ ଏ ଆଲୋକ କଣ କରୁଥିଲା 2-3 ଲାଇନ ଫିଟି ଖଣ୍ଡ ଆଗକୁ ଆଲୋକ ଦେଖାଉଥିଲା ଆମେ ଗର୍ବ କରୁଥିଲୁ ଅନ୍ୟମାନେ ସେଇ ଅନ୍ଧାରର କୂଳ ଭିତରେ ଯେତେବେଳେ ଚପେଟରେ ଅଛନ୍ତି ଅନ୍ଧକାର ଭିତରେ ଅଛନ୍ତି ଭଳି କେଇ ଜଣ ଲୋକ ସେମାନେ କଣ କରୁଛନ୍ତି ଏଇ ଯୋଉ ଡାଇନାମକୁ ଆସିକି ଦେଖୁଛନ୍ତି ତେଣୁ ଅନ୍ୟମାନେ ସେଇଭଳି ଆମେ ଗର୍ବ କରୁଛୁ ଦୁନିଆରେ କେହି କିଛି ଯେତେବେଳେ ନ ଜାଣିଛନ୍ତି ସେତିକିବେଳେ ଆମେ କଣ କରୁଛୁ ଅନ୍ତତଃ ଡାଇନାମା ପରି ଟିକେ ଚିକଚିକ କରୁଛୁ ଶ୍ରୀ ଅରବିନ୍ଦ କହିଲେ ଇଏ ହଉଛି ତମେ ଡାଇନାମା ଏତେ ବଡ ପୃଥିବୀରେ ମାତ୍ର 2-3 ଫୁଟର କାମ କରି ଯଦି ତୁମେ ଭାବୁଛ ଜୀବନର ସବୁ କିଛି ପାଇଗଲ ଇଏ ତୁମ ଜୀବନର ବିଫଳତା ବା ବିଡମ୍ବନା ବ୍ୟତୀତ ଆଉ କିଛି ନାହିଁ ତାହେଲେ କଣ କରିବୁ ଆମର ଧର୍ମ ହଉଛି କଣ ନା ଓନ୍ଲି ହିଜ ସୋଲ୍ସ ଆକ୍ସେପ୍ଟାନ୍ସ ହିଜ ଓନ୍ କେବଳ ଗୋଟାଏ ଜିନିଷ କରିପାରିବ ନିଜ ଭିତରେ ଥିବା ଯୋଉ ଆତ୍ମା ଯୋଉ ଚୈତ୍ୟ ସତ୍ତାକୁ ତାକୁ ଗ୍ରହଣ କରିବା ବ୍ୟତୀତ ମଣିଷ ପାଖରେ ଅନ୍ୟ କିଛି ନାହିଁ ଯୋଉ ଗର୍ବ କରୁଛି ସେ ହଉଛି ବୃଥା ଗର୍ବ ତାର ପରବର୍ତ୍ତୀ ଅବସ୍ଥାରେ ଆସୁଛନ୍ତି ଶ୍ରୀ ଅରବିନ୍ଦ ସାବିତ୍ରୀ କଣ କରୁଛନ୍ତି ମନର ସୀମାକୁ ଟପି ଯାଉଛନ୍ତି ଯୋଉ ଚେତନାର ଆଡଭେଞ୍ଚର ହେବା ଆରମ୍ଭ କରୁଛନ୍ତି ପ୍ରଥମରୁ ମୁଁ ଆପଣଙ୍କୁ କହିଛି ଶ୍ରୀ ଅରବିନ୍ଦ 100ରୁ ଉର୍ଦ୍ଧ୍ୱ ପ୍ରକାର ମନର ଆଲୋଚନା କରିଛନ୍ତି ତେଣୁ ସେଠୁ କଣ କରୁଛନ୍ତି ରାଇଜେସ୍ ଅବଭ୍ ଦ ମାଇଣ୍ଡ ତେଣୁ ଉପରକୁ ଆଠିକି ଯାଉଛନ୍ତି ଅବଭ୍ ଦ ହୋଲ୍ଡ ଅଫ ନେଚର ଯୋଉ ପ୍ରକୃତିର ଯୋଉ ଧାରା ଥିଲା ଯୋଉ ବନ୍ଧନ ଥିଲା ଯୋଉ ସୀମାରେଖା ଥିଲା ତାକୁ ଟପି ଯାଉଛନ୍ତି ଟପି ଗଲା ପରେ କଣ ଦେଖୁଛନ୍ତି କ୍ରିଏସନ ଫ୍ରମ ଅବଭ୍ ଯେତେବେଳେ ଆମେ ତଳେ ରହିଛୁ ତଳେ ଆମକୁ ଦେଖାଯାଉଛି ଯେମିତି 4ଟି ଅନ୍ଧ ଯେମିତି ହାତୀ ଦେଖୁଛନ୍ତି ଠିକ ସେଇଭଳି ଆମକୁ ଦେଖାଯାଉଛି ଆମେ ଯେମିତି ପରିପୂର୍ଣ୍ଣ ଭଳି ଜଣାଯାଉଛି କିନ୍ତୁ ଯେତେବେଳେ ଉର୍ଦ୍ଧ୍ୱକୁ ଆପଣ ଚାଲିଯିବା ଆରମ୍ଭ କରୁଛନ୍ତି ଉର୍ଦ୍ଧ୍ୱରେ ଠିଆ ହେଇଥିବା ଲୋକଟାଏ ଦେଖୁଛନ୍ତି ହାତୀ ତା ବାଟରେ ଠିଆ ହେଇଛି ଅନ୍ଧମାନେ ତାଙ୍କର ଚିନ୍ତା ଚେତନା ଭିତରେ ରଖି ଯିଏ ଗୋଡକୁ ଦେଖୁଛି ସିଏ କହୁଛି ଏଟା ଗୋଟେ ଖମ୍ବ ଯିଏ କାନରେ ହାତ ମାରୁଛି ସିଏ କହୁଛି ଗୋଟେ କୁଲା କିନ୍ତୁ ହାତୀ ବାଟରେ ଅନ୍ଧ ବାଟରେ ଦେଖୁଛି କିଏ ସେ ନା ଉପରେ ଠିଆ ହେଇଥିବା ମଣିଷ ସେଇଭଳି ଠିକ ଭାବରେ ଆମେ ଯେତେବେଳେ ଏକ ନିମ୍ନ ପ୍ରକୃତି ଭିତରେ ନିମ୍ନ ପ୍ରବୃତ୍ତି ଭିତରେ ନିମ୍ନତା ଭିତରେ ଯୋଉ ବନ୍ଧନ ସୀମିତତା ଭିତରେ ରହୁଛୁ ସେତେବେଳେ ଆମକୁ ଏଇ ସୀମିତତା ବହୁତ ବଡ ବୋଲି ଏବଂ ପରିପୂର୍ଣ୍ଣ ଭଳି ପ୍ରତୀୟମାନ ହଉଛି କିନ୍ତୁ ଥରେ ଯେତେବେଳେ ଉର୍ଦ୍ଧ୍ୱକୁ ଯିବା ଆରମ୍ଭ କରୁଛନ୍ତି ସେତେବେଳେ କଣ ହଉଛନ୍ତି ଆପଣ ଧୀରେ ଧୀରେ କାମ୍ ଆଣ୍ଡ ଟ୍ରାଙ୍କୁଇଲ ବିରାଟ ବର୍ଣ୍ଣନା କଣ କରିବି କେମିତି କଣ ବର୍ଣ୍ଣନା କରିବି ଘଣ୍ଟାଟା ଭିତରେ କଣ ବି ବର୍ଣ୍ଣନା କରିବି ଏନିୱେ ତେଣୁ କଣ କରୁଛନ୍ତି ଟ୍ରାଙ୍କୁଇଲ ହେଇଯାଉଛନ୍ତି ସେତିକିବେଳେ ବଡିଟା ଯୋଉ ଶରୀରଟା କଣ ହଉଛନ୍ତି ଯେମିତି ଲାଗୁଛି ଗୋଟିଏ ଯେମିତି ଷ୍ଟୋନ ଗୋଟେ ପସ୍ତର ପରି ପ୍ରତୀୟମାନ ହଉଛି ସେତିକି ବେଳେ କଣ କହୁଛନ୍ତି ନା ରିପୋଜ ଅବସଲ୍ୟୁଟ ଏପର୍ଯ୍ୟନ୍ତ ଯୋଉ ଭଗବାନଙ୍କର ସ୍ଥିତି ତାହାରି ଭିତରେ ଯେମିତି ଝଙ୍କୁରିତ ହେଇନାହାନ୍ତି ଜ୍ୟୋତିର୍ମୟତା ପ୍ରକାଶ ପାଇନାହିଁ ନଟ୍
तापर कहते तथापि मध्य से देखुଛନ୍ତି स्ट्रे थॉट्स तांकर जो नीरवता मध्यकू स्ट्रे थॉट्स याडू साडू चिंताधारा गुड़ाक पशि प्रथम आपको कही जिते मुझे वर्णना करूली जिते वर्णना करूली से वर्णना भितर मुझे कहवा आरंभ कर देखा आरंभ करमी कौन हबार ना जो स्ट्रे थॉट्स जड़े कहूँ कौन ना मुझे आखि बुझिक बसुची याडू साडू जिन गुड़ाक कौन कर भर को प्रवेश कर आसूची बोलिक आपने जानते से बेला कहते सावित्री जो महात्मा कहते चुपचाप होकर बसीचंती से बेले लगुच केमी कौन से चिंता गुड़ाक सलिच्यूड भर को प्रवेश कर आसुचंती धीरे धीरे से कौन करुचंती एब्सोल्युटली स्टिल एंड साइलेंट ता भीतर बाहरी जाइकरी जेतेबेले तळे थिबे मेघ आपणक मुंड उपरे बादल खंड थिबो सेतेबेले आपणको भय थिबो बादल केतेबेले फाटिबो केतेबेले वर्षा हबो काले मु भिजी जीवी काले मु भिजी जीवी किंतु जदि से बादल खंड जहार मुंड उपरे जेते बाट अछि ताकू जदि क्रॉस करी टिके दूर को चली जीवो वर्षा हेई गले मध्य सी आपन को भिजेई परिबो नाही तथापि भय रहुची मु जदि एठू हॉरिजॉन्टली किछि बाट जीवी बादल खंडटा जदि पवन रे पेली हेकि सेपट को चली जीवो तथापि मध्य ओदा हबार अछि तेनु सेमाने जो माने चेतनाशील लोक माने ताको कुहा जाउची बादल रो तळे जे पर्यंत अछ से पर्यंत तुमरो ओदा ही जीवार संभावना अछि जदि तुमे ओदा न हबा पई चाहुचो ताहले बादल खंड जोठी अछि तार ऊर्ध्व को चली जाओ वर्षा केबे तुमको भिजेई परिबो नाही घड़घड़ी केबे आपनको डरेई परिबो नाही चपला केबे आपनको जीवन रे चपलता आनिबो नाही तेणु ऊर्ध्व को जीवा पई चली जाओ ऊर्ध्व को जीवार अन्य नाम होउची साधना आउ जीवन तार परवर्ती अवस्था को आसुचंती कोन कहउचंती ना जतबेले आसुचंती गोटे सेल्फ ग्लिम्स ऑफ द सुप्रीम ऑल नेगेटिंग पॉइंट सुप्रीम ऑल नेगेटिंग पॉइंट तार कोन करूचंती से जो बेयर स्टिलनेस भितर से देखिबा आरंभ करूचंती जो थरे होचंती थॉट एक्शन फीलिंग तीनटा जिंस सी कहउचंती जेमिति लागुची सबु जांक डेड एमिति गोटा गोटा समय मु भाबुची आपण माने जो माने असिचंती समस्त साधना जीवन रे एमिति का समय निश्चित आथितबो एतिरे संदेह नाही जदि नाही बोली करे भाबुचंती चेष्टा करंतु ये गुडा को सब ये सब ऑनलाइन ऑफलाइन ये गुडा चलीबो ये गुडार किसी असुविधा नहीं किंतु पद्मपत्र पानी भितर रही जमी पानी को छू ना तेणु सब गुड़ाक भितर थी आप कौन करूँ से पानी आमको छुआ न छू केवल पानी न छुईले पद्मपत्र केवे पद्मपत्र हो रही कौन विडंबना जीवन हो जेपर्यंत से सुंदर पद्मटाए सृष्टि न करी तेणु नीरव रुहंतु साततल पंक भितर साततल पानी भितर बाहर को आसतु आपण जो आसी से जो पद्म फूलटा ये पृथ्वी भितर रहीकि जमी पृथ्वीर पार्थिवता को नछू से जथेष नुहे यही गोटे सुंदर पद्म फूल फुटू से कलिका भितर आउ जिते कलिका भितर से पद्म फुटो ताहले आपण जाने ऊपर सूर्य निश्चित भाव में उदय हे कारण सूर्य जदि उदय नहला पर्यंत पद्म केवे निजको से कलिका भितर बाहर करिवो नाही जदि जीवनर कलिका भितर से जो सततल पद्म फुटिबा आरंभ करिवो जहार सौरभरे जहार सौंदर्य जति दिग चकित हो जाए सेतिक बेले आपण जानिबा कथा पद्म जीवन रे जमिति सूर्य तार परम प्रेमिक सूर्य जमिति सूर्य आकाश को टाणी हे आसुचंती जहार प्रेमर आकर्षण रे पद्म निजको मेलेई दोची अर्पिता हे जाउची समर्पिता हे जाउची ठीक सेही भलिया आम जीवनर साततल पंख साततल पानी भितर जो पद्म फुटिबो सेतिक बेला देखिबे सर्वोत्तम सत्य जमिति आपणक पई आसुचंती आकर्षित होई विदग्ध प्रेमिक सदी तार परवर्ती अवस्था रे कौन कहउचंती बॉडी फंक्शंस ऑफ इटसेल्फ विदाउट एनी पर्सन टू मेक कौन सी जिंस ऑटोमेटिकली सब जाक हे जाउची इनिशियल मोमेंट रे मा आपनको कहिचंती प्रभु आपनको कहिचंती जे पर्यंत निम्न प्रकृति बलवत्तर थिबो से पर्यंत निजस्व प्रचेष्टार आवश्यकता थिबो थरे जदि ता भितर बाहर जावा आरंभ करिवो अनेक लोक आसीबे आपणक मानक पई से रास्ता रे नै करि जावा पई सेतबेले त आपणको चिंता करने को पड़ो मुझे जीवी मो भितर कौ सत्वरता आसो कौ चेतनार उत्पीड़न हम तार परवर्ती अवस्था कहते देखुंत इम्पार्शियाली पृथ्वीटा जाऊँगी आपको छू ना जमी पद्मपत्र कथा कहूँ पृथ्वी ता बाट चली कौन प्रश्न आपण भितर आसना कौन इम्बालांस आसना कौन जंत्रणा आपको छुई पार ना वर्ल्ड नेचुराल इम्पार्शियाली द वर्ल्ड गोज सेमती चली आरंभ करेंगे से कहते अबिस्माल अनरियलिटी ता भीतर खाली देखा आरंभ करेंगे खाली देखुवे कि आस तार तो स्थिति अच्छी से रही आपको छू न सब गुड़ा को आपको देखुवे गोटा जमी कौन ना जमी गोटे सिनेमाटा जमी आपको आगे जमी घूरी घूरी चलुच जाऊँ 3 घंटा भितर बसी सत किंतु 3 घंटा भितर गोटे जीवन जनकर किसी लोकंकर जनकर गोटे परिवार आरंभ एवं प्रांत बिंदु को आप देखुं सबू जाक से जीवन जो हूँ इमेजेस
ଇମେଜେସ୍ ସିନ୍ସ ଦୃଶ୍ୟାବଳୀ ଏବଂ ଦୃଶ୍ୟପଟ ଛବି ସବୁ ଗୁଡାକ ଯେମିତି ଆପଣଙ୍କର ନୀରବ ମାନସ ସାଇଲେଣ୍ଟ ମାଇଣ୍ଡ ଉପରେ ସେ କଣ କରୁଛି ନା ଏକ ଚଳମାନ ସିନେମା ଭଳି କଣ କରୁଛି ନା ଫିଲ୍ମ ଭରି ଚାଲି ଯାଉଛି। ସେତିକି ବେଳେ ତାର ପରବର୍ତ୍ତୀ ଅବସ୍ଥା ଆସିକି ପହଞ୍ଚୁଛନ୍ତି କଣ ସବୁ ଗୁଡାକର ପଛରେ କରିଛି କିଏ ତାର ସ୍ରଷ୍ଟା କିଏ କେମିତି କଣ ହଉଛି ନା ସମସ୍ତଙ୍କ ପଛରେ ଜଣେ ଅଛନ୍ତି ଯାହା ରହୁଛନ୍ତି ପ୍ରେଜେନ୍ସ ଅଫ ଦ କହୁଛନ୍ତି ବିୟଣ୍ଡ ଟାଇମ ଆଣ୍ଡ ସ୍ପେସ୍। ଆମେ ତ ରହୁଛେ ଏଇ କ୍ଷୁଦ୍ରତା ଭିତରେ ସଂକୀର୍ଣ୍ଣତା ଭିତରେ ୟାରି ଭିତରେ ରହୁଛନ୍ତି କିନ୍ତୁ ସିଏ ଚେତନାର ଉର୍ଦ୍ଧ୍ୱସ୍ତରକୁ ଯଦି କେବେ ଆପଣ ଯାଇଥିବେ ବା ସେଇ ସାଧନାକୁ ପ୍ରାପ୍ତି କରିଥିବେ ତାହେଲେ ନିଶ୍ଚିତ ଭାବରେ ଆପଣ ଦେଖିଥିବା ଆରମ୍ଭ କରିବେ ଦ ପ୍ରେଜେନ୍ସ ଅଫ ଦ ୱାନ୍ ପ୍ରେଜେନ୍ସ ସୋଲ ରିଅଲ ଯୋଉ ଏକମାତ୍ର ସତ୍ୟ ରହୁଛନ୍ତି ସିଏ ସବୁ ଗୁଡାକର ରୂପ ଏବଂ ବର୍ଣ୍ଣ ଭିତରୁ କଣ କରୁଛନ୍ତି ମୁକ୍ତି ପାଇଛନ୍ତି ଏବଂ ତାଙ୍କର ସ୍ଥିତି ଦେଖିବା ଆରମ୍ଭ କରିବେ। ତାର ପରବର୍ତ୍ତୀ ଅବସ୍ଥାରେ ସେ କହୁଛନ୍ତି କଣ ଏଣ୍ଡଲେସ୍ ନୋ ଯାହା ଦେଖାଯାଉଛି ତା ଭିତରୁ ଯୋଉ ନେଗେଟିଭ କହୁଛନ୍ତି ଆଉ ସେଟା ହଉଛି ଏଣ୍ଡଲେସ୍ ନୋ ବୋଲିକି ଶ୍ରୀ ଅରବିନ୍ଦ ଗୋଟେ ଫ୍ରେଜ ୟୁଜ କରୁଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଶ୍ରୀ ଅରବିନ୍ଦ ୟୁଜ କରୁଛନ୍ତି ଏଣ୍ଡଲେସ୍ ୟେସ୍ ବୋଲିକି ଯାଉଛନ୍ତି ଯାହା ହଉଛନ୍ତି ଅଲ୍ ଦ୍ୟାଟ୍ ଇଜ ଷ୍ଟିଲ୍ ଅନକନସିଭ୍ ଯେପର୍ଯ୍ୟନ୍ତ ଆପଣଙ୍କର କନସିଭ୍ କରିନାହାନ୍ତି ଯିଏକି ଏପର୍ଯ୍ୟନ୍ତ କାୟାକଳ୍ପ ନେଇନାହିଁ କିମ୍ବା ଜନ୍ମ ନେବା ପାଇଁ ଏପର୍ଯ୍ୟନ୍ତ ପ୍ରସ୍ତୁତ ହେଇନାହିଁ। ତାର ପରବର୍ତ୍ତୀ ଅବସ୍ଥାରେ କହୁଛନ୍ତି ଏଇ ଯୋଉ ଅବସ୍ଥା ଭିତରେ ରହୁଛନ୍ତି ଲୋନ୍ ରିଅଲିଟି ଇଭେନ୍ ଇଟର୍ନିଟି ଇନଫିନିଟି ତାଙ୍କୁ ଲାଗୁଛି ଗୋଟିଏ ଶବ୍ଦ ଭଳିଆ ଲାଗୁଥିବେ ଚେତନାର ଏକ ଭିନ୍ନ ସ୍ତରରେ ରହିକରି ଚେତନା ସତ୍ୟ ପ୍ରେମ ଫୋର୍ସ ବ୍ଲିସ୍ ଇଏ ସବୁ ଗୁଡାକ ଲାଗୁଛି କଣ ହଉଛନ୍ତି ସିଲ୍ଡ ବିଫୋର ଇଟ୍ସ ଫେସ୍। ତାରି ଭିତରେ ଯେମିତି ଲାଗୁଛି ସବୁ ଗୁଡାକ ଆପଣଙ୍କ ଆଗରେ ଅନୁବନ୍ଧିତ ହୋଇଛି କାରଣ ସେଇ ଗୋଟିଏ ସ୍ତରରୁ ଚେତନାର ଏକ ଭିନ୍ନ ସ୍ତରକୁ ଯିବେ ଯୋଉଥିରେ ଦେଖିବାକୁ ପାଉଥିବେ କନସିୟସନେସ୍ ଟ୍ରୁଥ ଲଭ ବ୍ଲିସ୍ ଫୋର୍ସ ୟାକୁ ଯାଉଥିବେ। ୟାକୁ ସବୁ ଦେଖି ସାରିଲା ପରେ କଣ ହବ ଇଏ ପୃଥିବୀ ଆଉ ଆପଣଙ୍କୁ ବାନ୍ଧି ରଖିବ ନାହିଁ। ଇଏ ସୀମିତତା ଭିତରେ ଆପଣ ଅନୁବନ୍ଧିତ ହେବେ ନାହିଁ ୟାକୁ ଅତିକ୍ରମ କରି ଆସିବା ଆରମ୍ଭ କରିବେ। ସେଇ ଜିନିଷ କେମିତି କଣ ହୁଏ ନା ମାଙ୍କର ସେଇଭଳି ଅବସ୍ଥା କରୁଥିଲା ଗୋଟେ ଶ୍ରୀ ଅରବିନ୍ଦ ୟୁଜ କରୁଛନ୍ତି ସୁନ୍ଦର ଜିନିଷ ୟୁଜ କରୁଛନ୍ତି formless liberation came on her। ଯେତେବେଳେ ପ୍ରଥମେ ଶ୍ରୀ ଅରବିନ୍ଦଙ୍କର ଯୋଗକୁ ଆପଣ ଦେଖୁଛନ୍ତି ଯେତେବେଳେ ସେତେବେଳେ କଣ ଦେଖୁଛନ୍ତି ରିଲିଜ ଅଫ ଲିବରେସନ ଅଫ yoga of the king yoga of the souls ରିଲିଜ ତାପରେ ସୋଲ୍ସ ର ଗ୍ରେଟନେସ୍ ଯେତେବେଳେ ପ୍ରଥମେ ଆରମ୍ଭ ପଢିଥିବେ ପ୍ରଥମ 1 ରୁ 90 ପୃଷ୍ଠା ଭିତରେ ପଢୁଥିବେ ବୁକ୍ 1 କ୍ୟାଣ୍ଟୋ 3 ବୁକ୍ 1 କ୍ୟାଣ୍ଟୋ 5 ଶୁଣିଥିବେ। ଏଠି ମଧ୍ୟ ଆସିକରି ବୁକ୍ 7 ଯେତେବେଳେ ଆସିକରି ପହଞ୍ଚୁଛନ୍ତି ସେତେବେଳେ କଣ ହଉଛନ୍ତି ଫର୍ମଲେସ୍ ଲିବରେସନ ଦୁଇ ଜଣଙ୍କର ସାଧନା ଏକ ଦୁଇ ଜଣଙ୍କର ସତ୍ତା ଏକ ଦୁଇ ଜଣ ହଉଛନ୍ତି ଏକ କେନ୍ଦ୍ରରେ କେନ୍ଦ୍ରୀଭୂତ ଏକ ଭିତ୍ତିରେ ପ୍ରତିଷ୍ଠିତ ଏକ ଉତ୍ସରୁ ଉତ୍ସାରିତ ମା ଏବଂ ଶ୍ରୀ ଅରବିନ୍ଦ ଦେୟାର ଆର୍ ଟୁ ହୁ ଆର୍ ୱାନ୍ ଆଣ୍ଡ ପ୍ଲେ ଇନ୍ ମେନି ୱାର୍ଲଡସ୍। ଅନନ୍ତ କୋଟି ପୃଥିବୀରେ ସେମାନେ ଲୀଳା କରୁଛନ୍ତି ସେଥିରୁ ଗୋଟିଏ ପୃଥିବୀର ଗୋଟିଏ କଣରେ ପଣ୍ଡିଚେରୀରୁ ଓଡ଼ିଶା ପର୍ଯ୍ୟନ୍ତ ଆମେ ତାଙ୍କୁ କେବଳ ଦେଖୁଛୁ ମା ଶ୍ରୀ ଅରବିନ୍ଦଙ୍କ ଉପରେ ସେ ହଉଛନ୍ତି ସବୁ ଯାକ ତାଙ୍କର ଏକ କିଛି ଦ୍ୱିତୀୟ ଜିନିଷ ତାଙ୍କ ପାଖରେ କିଛି ନଥିଲା କିମ୍ବା ନାହିଁ। ତାର ପରବର୍ତ୍ତୀ ଅବସ୍ଥାକୁ ଆପଣ ମାନେ ଯେତେବେଳେ ଯାଉଛନ୍ତି କଣ କହୁଛନ୍ତି ଫର୍ମଲେସ୍ ଲିବରେସନ କେମ୍ ଯୋଉ ଲିବରେସନ ଯୋଉ ମୁକ୍ତି କଥା କହୁଛନ୍ତି ଯାହାର ରୂପହୀନ ସେତିକିବେଳେ ସେ କଣ କହୁଛନ୍ତି ଏସ୍କେପ୍ ତାଙ୍କର ସିଏ କହୁଛନ୍ତି ଏସ୍କେପ୍ସ ଇନଟୁ ଇନଫିନିଟି। ଆମେ ଏସ୍କେପ୍ କରିବାକୁ ଚାହୁଁଛୁ କଣ ନା ଏ ଯୁଗ ଛାଡି ଦେଇକି ପଳେଇବା କୋଉଠି କାହିଁକି ଏତେ କଷ୍ଟ କରିବା କୋଉ ମନ୍ଦିରକୁ ପଳେଇବା ନହେଲେ ଘରେ ଯାଇକି ପହଞ୍ଚିବା। କିନ୍ତୁ ଯେତେବେଳେ ଫର୍ମଲେସ୍ ଲିବରେସନ ଆସୁଛି ସେତେବେଳେ କଣ ହଉଛି ଆପଣ ବି ମଧ୍ୟ ଏସ୍କେପ୍ କରିବା ଆରମ୍ଭ କରୁଛନ୍ତି ଯାହା ଭିତରେ ଆସିବେ ସେତେବେଳେ କଣ କରିବେ ନା ଏସ୍କେପ୍ସ ଇନଟୁ ଇନଫିନିଟି। ତାପରେ କଣ ଇନଫିନିଟି ଭିତରକୁ ଗଲେ କଣ କରିବେ ନା ସୁପର କନସିଏଣ୍ଟ ର ହାଇ ରିଟ୍ରିଟ୍ କୁ ଦେଖିବା ଆରମ୍ଭ କରିବେ କାରଣ ଏଠି ଯେତେବେଳେ ଆସିକି ପହଞ୍ଚୁଛନ୍ତି ଭୁବନେଶ୍ୱରରେ ରହିଗଲେ ଅନ୍ତତଃ ଆପଣଙ୍କୁ ଲିଙ୍ଗରାଜ ମନ୍ଦିର ଦେଖିବା ଆରମ୍ଭ କରୁଛନ୍ତି ଧଉଳି ଦେଖିବା ଆରମ୍ଭ କରୁଛନ୍ତି ପଣ୍ଡିଚେରୀରେ ଯାଇ ପହଞ୍ଚିଲେ ସମୁଦ୍ର କୂଳ ଦେଖିବା ଆରମ୍ଭ କରୁଛନ୍ତି ଅରଭିଲକୁ ଦେଖିବାକୁ ଆରମ୍ଭ କରୁଛନ୍ତି ଆଶ୍ରମକୁ ଯିବା ଆରମ୍ଭ କରୁଛନ୍ତି। କିନ୍ତୁ ଇନଫିନିଟିକୁ ଥରେ ଯେତେବେଳେ ପହଞ୍ଚିଗଲା ଆରମ୍ଭ କରିବେ କଣ କରିବେ ନା ଯେତେବେଳେ ଫର୍ମଲେସ୍ ଲିବରେସନ ଆସିଥିବ ଓଜନ ଥିଲେ ତ ଯାଇପାରିବ ନାହିଁ ଓଜନକୁ ଛାଡିବାକୁ ଯିବାକୁ ପଡିବ ଫର୍ମଲେସ୍ ଲିବରେସନ। ସେକେଣ୍ଡରେ ଆସିବ କଣ ନା ସୋଲଟା କଣ କରିବ ନା ଇନଫିନିଟି ଭିତରକୁ ପ୍ରବେଶ କରିଯିବା ଆରମ୍ଭ କରିବ। ଥାର୍ଡରେ କଣ ହବ ନା ସୁପର କନସିଏଣ୍ଟ ର ହାଇ ରିଟ୍ରିଟ୍ ଭିତରକୁ କଣ କରିବ ସେୟାର କରିବା ଆରମ୍ଭ କରିବେ। ଏଠି ସୁପର କନସିଏଣ୍ଟ ର ଅତି ଚେତନା ଭିତରକୁ ପ୍ରବେଶ କରିବାକୁ ଆସିବ। ସେଇ ବେଳେ କଣ ହଉଛନ୍ତି ପଏଣ୍ଟ ଇନ୍ ଦ ଅନନୋଏବୁଲ। ଆମେ ଏଠୁ ଜାଗାରେ ରହିଛୁ ଆମର ସ୍ଥିତି ହଉଛି କଣ ନା ସୀମିତ ପଏଣ୍ଟ ଇନ୍ ଦ ନୋଏବୁଲ। ପଏଣ୍ଟ ଇନ୍ ଦ ନୋଏବୁଲରେ ଆମେ ରହୁଛନ୍ତି ଆମର ଘରର ଠିକଣା କଣ ନା ଏଇ ଜାଗା ଭୁବନେଶ୍ୱର ନୀଳଗିରି ବିହାର ସପୋଜ ଭୁବନେଶ୍ୱର ଖୋର୍ଦ୍ଧା ଓଡ଼ିଶା ଭାରତ ତେଣୁ ଚିଠିଟା ଆସିକରି ପହଞ୍ଚିଯିବ। ଇଏ ହଉଛି ପଏଣ୍ଟ ଇନ୍ ଦ ଅନନୋଏବୁଲ ତାରି ଭିତରେ ଗୋଟିଏ ବିନ୍ଦୁ ଯୋଉଟା କି ଦେଖାଯାଉନି ଆମେ ତାରି ଭିତରେ ରହିଛୁ। କିନ୍ତୁ ସେଠିକି ଚାଲିଗଲେ କଣ ହବ ସେଠି ହେଇଯିବେ ପଏଣ୍ଟ ଇନ୍ ଦ ଅନନୋଏବୁଲ ପଏଣ୍ଟ ଇନ୍ ଦ ଅନନୋଏବୁଲ। ମୁଁ ତାକୁ ବର୍ଣ୍ଣନା କରିବିନି ସରିଗଲାଣି ଟାଇମ ଅଲମୋଷ୍ଟ। ସେତିକି ବେଳେ କହୁଛନ୍ତି କଣ ହବ ନା ଆନ୍ୟୁଲମେଣ୍ଟ ଷ୍ଟିଲ୍ ରିମେନ୍ସ କହୁଛନ୍ତି ଇଏ ବି ମଧ୍ୟ ସରି ନାହିଁ ଲାଷ୍ଟ ଆନ୍ୟୁଲମେଣ୍ଟ ପାଇଁ ସେ ପ୍ରସ୍ତୁତ ହଉଛନ୍ତି। ସେତିକିବେଳେ କହୁଛନ୍ତି
memory of being still keeps us separate from nothingness तांकर से आसिक रे पहुंचबा कोन एई जो प्रथम आपन को कहितली कोन ना समस्त निर्वाण को नेति को कोन कहते नेगेशन बोली के भाबिचंती श्री अरविंद ताकू छाड़ी देई के पळैले कहले नाइ नेति भितरे रहिनाती इट इज ए फॉर्मलेस लिबरेशन एटू एस्केप करिवे रास्ता एटू आपनकर आरंभ होला से माने सेइति रहि गले श्री अरविंद नुआ रास्ता आरंभ कले ओनली ए मेमोरी ऑफ द बीइंग स्टिल कीप्स आवर सेपरेट फ्रॉम नथिंगनेस तेणु कहते ସେଇଠୁ ତାଙ୍କର ଯାତ୍ରା ହଉଛି ସେଇଠୁ ହେଇଯାଇଥାନ୍ତେ ତାପରେ କହୁଛନ୍ତି ଇନଫିନିଟି ନଥିଙ୍ଗନେସ୍ ତାଙ୍କ ଭିତରେ ମାନେ ଭାବୁଛନ୍ତି ଇନଫିନିଟ ନଥିଙ୍ଗନେସ୍ ଠିକ ଅଛି କିନ୍ତୁ ସିଏ ଯୋଉ ନଥିଙ୍ଗନେସ୍ ଗୁଡା ଶ୍ରୀ ଅରବିନ୍ଦ କହୁଛନ୍ତି ଇନଫିନିଟି ନଥିଙ୍ଗନେସ୍ ଆପଣ କହୁଛନ୍ତି ପଣ୍ଡିଚେରୀରେ ସରିଗଲା କୋଉଠି ଯାଇକି ପହଞ୍ଚିଗଲି ନା ପଣ୍ଡିଚେରୀରେ ଟ୍ରେନ ଯାଇକି ଲାଗିଗଲା ତାପରେ ଆଉ ଯାଇପାରିବିନି କାରଣ ଆଉ ଯାତ୍ରା ରାସ୍ତା ନାହିଁ କିନ୍ତୁ ଏଇଟାକୁ ଆମେ କହୁଛୁ ଏଇଟା ଇନଫିନିଟ ନୁହେଁ ହେଉଛି ଫାଇନାଇଟ ଭଏଡ ଆରି ଭିତରେ ରହିଗଲୁ किंतु ये जो यात्रा होची कोन कहउचंती जा होचंती अल्टीमेट होची कोन ना इनफिनिट नथिंगनेस तेणु एठो श्री अरविंद नॉर्मल ट्रेडिशनल व्यू रु कोन कले ना डाइवर्ट करी आगु को चली गले सेति बळे कहउचंती लोनली एब्सोल्यूट नेगेटेड ऑल इफेसेस द इग्नोरेंट वर्ल्ड एंड ड्राउन्स योर सोल इनटू द एवरलास्टिंग पीस जेतो बळे जानिबे ये शेष नुहे या थरो अनेक जिंस अछि आमे गोटे फॉर्म भीतर अछु फॉर्मलेस भीतर को जीवा फाइनाइट भीतर को इनफिनिटी को भीतर को जीवा एक नूतन जिंस करबा को चाहिबा सेतबेले ये जो नथिंगनेस बोली करी कहउचंती भॉइड बोली करी कहउचंती से भॉइड रु हमें बाहर जाई करी इनफिनिटी नथिंगनेस भीतर को हमें चली जीवा सेति के बेले हमको लागिबा को पड़िबो सेति बेले हमें जानिबा कोन करबा ना ये जो इग्नोरेंट वर्ल्ड भीतर ये जो पृथ्वी अज्ञान पृथ्वी भीतर हमें जो रहिथिलु से जे हमको टाणी करी रखिथिला सी कौन करुचंती सी कौन करुचंती गोटे एवरलास्टिंग पीस एड को आपन को नेई 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 जीवार प्रयास करिवे समयर आह्वान वार्ता को विराम दवा आ किसी बाट ही नहीं केवल आपन को आउटलाइन विचार लाइन आपन को केवल कहबा पे प्रचेष्टा कली एनीवे ये यात्रा चालू ये अभियात्रा चालू एवं चालू 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 कोडसी जगह रे रहिबा को न चालू चरैबती भाषा रे मो जेबी जन्न खोजी तारा खोजी 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 झरणा रसुव मु जीवी तुमरी परी खोजी मोर पिता माता निर्मली लता तड़े अरुंधति तारार आलुओ चालीबाटा जीवन होची सत्य मु चालीची सुंदर जेतिकी अंधार सेतिकी यही जे गहन बन तेणु तू अपना संकल्पे अटल अचल रहरे मन आगरे पड़ीची पथ बहु दूर आहुरी केते जे बाकी चालिबी न पड़ी थकी मुदिबा आगरु आखि समस्त को प्रणाम आबे हैप्पी जर्नी वन फेज मांकर एही जन्म वर्ष मासरे समस्त को शुभकामना आपनकर यात्रा कुसुमित हो प्रणाम धन्यवाद।